ହେଲେ ଆଜ୍ଞା ଆପଣଙ୍କର ରାଜନୀତି ଯାତ୍ରା କେମିତି ଆରମ୍ଭ ହୋଇଥିଲା ସେ ବିଷୟରେ କୁହନ୍ତୁ। ମୋତେ ଲୋକଙ୍କ ପାଇଁ ସମାଜ ପାଇଁ ଲୋକଙ୍କୁ ସେବା କରିବା ପାଇଁ ମୁଁ ବାହାରିବାକୁ ପଡ଼ିବ। ଏ ଉଦ୍ଦେଶ୍ୟ ନେଇ ମୋର ବାପାଙ୍କର ନାଁକୁ ବଜାୟ ରଖିବା ପାଇଁ ତାଙ୍କର ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ମୁଁ ରାଜନୀତିରେ ପ୍ରବେଶ କଲି। ମୁଁ ଯେଉଁ କଷ୍ଟରେ ପାଠ ପଢ଼ିଛି ମୋର ପରବର୍ତ୍ତୀ ପିଢ଼ି ବା ଭବିଷ୍ୟତ ଆମର ଯେଉଁ ପିଲାମାନେ ଅଛନ୍ତି ସେମାନେ ଯେମିତି ମୋ ଭଳିଆ କଷ୍ଟ ନ ପଡ଼ନ୍ତୁ ଏଇଥିପାଇଁ ମୁଁ ରାଜନୀତି କରିବା ପାଇଁ ବାଧ୍ୟ ହେଲି। ପୁଣି ଥରେ ରାଜନୀତିକୁ ଫେରିବାର ଯୋଜନା କ'ଣ ଅଛି କି? ଫେରିବା କଥା କହିଲେ ମୁଁ ବର୍ତ୍ତମାନ ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ମୁଁ କୌଣସି ଦଳକୁ ଯିବି ନାହିଁ କି ରାଜନୀତି କରିବି ନାହିଁ। ମୁଁ କେବଳ ଦଣ୍ଡକାଣ୍ଡ ରାଜ୍ୟ ତିଆରି କରିବା ପାଇଁ ସଂଗଠନ କରୁଛି। ନମସ୍କାର ମୋର ଭାଇ ଭଉଣୀମାନଙ୍କୁ ସମସ୍ତଙ୍କୁ ମୁଁ ହେଉଛି ଟ୍ରାଭେଲ କୃଷ୍ଣା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି ଟ୍ରାଭେଲ କୃଷ୍ଣା ୟୁଟ୍ୟୁବ୍ ଚ୍ୟାନେଲରେ। ତ ଆପଣମାନଙ୍କୁ ସବୁବେଳେ ଦେଖାଉଥିଲି ଆମର ଆଲବମ୍, କମେଡ଼ି ଭିଡ଼ିଓ, ଡ୍ୟାନ୍ସ ଆଉ ସବୁ ପ୍ରକାର ଭିଡ଼ିଓ ଦେଖାଉଥିଲି। ବାକି ଆଜି ଗୋଟେ ଅଲଗା ପ୍ରକାର ଭିଡ଼ିଓ ହେବାକୁ ଯାଉଛି ଆଉ ସେଇଟା ନାଇଁକି ଆମର ଗୋଟେ ରାଜନୀତି ବିଷୟରେ ସେ ଭିଡ଼ିଓ ହେବାକୁ ଯାଉଛି। ଆଉ ତାଙ୍କେ ଆଉ କିଏ ଚିହ୍ନି ନାହାନ୍ତି ନାହିଁ, ସମସ୍ତେ ଆମର ଅଣ୍ଡିବାଡ଼ି କୋରାପୁଟ ଡିଷ୍ଟ୍ରିକ୍ଟର ଘରେ ଘରେ ପରିଚୟ, ଯିଏକି ଆମର ଏକ୍ସ MP ଆମର ଜୟରାମ ପାଙ୍ଗି ଆଜ୍ଞା, ତାଙ୍କ ବିଷୟ ନେଇକି ଆଜି କଥାବାର୍ତ୍ତା ହେବା। ଆଉ ଭିଡ଼ିଓକୁ ଆରମ୍ଭରୁ ଶେଷ ଯାକ ଦେଖନ୍ତୁ। ଏମିତିରେ ମଧ୍ୟ ବହୁତ ଲୋକ ଚିହ୍ନିଛନ୍ତି ଆଉ ବହୁତ ଲୋକ ଜାଣିଛନ୍ତି। ଆଉ ଏମିତିରେ ମଧ୍ୟ ନନ୍ଦପୁର ହେଉ କି ଆମର ପଟାଙ୍ଗୀ ହେଉ କି ସେମିଲିଗୁଡ଼ା କଲେଜ ମାନେ ହେଉଛନ୍ତି ତାଙ୍କର ଦ୍ୱାରା ହେଇଛି କଲେଜ ଗୁଡ଼ାକ। ଆଉ ସେ ବିଷୟ ନେଇକି କଥାବାର୍ତ୍ତା ହେବା, ତାଙ୍କର ସଂଘର୍ଷ କେମିତି ଥିଲା ଛୋଟବେଳରୁ ଆଉ ଏବେ କେମିତି ଅଛି ସେ ବିଷୟ ନେଇକି ପୁରା A to Z ପଚାରି ବୁଝିବା। ଓକେ, ତ ଫାଇନାଲି ଆମର ଜୟରାମ ପାଙ୍ଗି ଆଜ୍ଞା ମୋ ପାଖରେ ଅଛନ୍ତି ଆଉ ଦେଖିପାରୁଥିବେ ଏଇଠି ଦେଖିପାରୁଥିବେ। ନମସ୍କାର ଆଜ୍ଞା। ନମସ୍କାର। ଆଉ ଭଲ ଅଛନ୍ତି ଆଜ୍ଞା? ଭଲ ଅଛି। ତ ଚାଲନ୍ତୁ ଆମେ ଇଣ୍ଟରଭ୍ୟୁଟା ଷ୍ଟାର୍ଟ କରିବା। ହେଲେ ପ୍ରଥମ କ୍ୱେଶ୍ଚିନ୍ ରହିଲା ଆଜ୍ଞା, ଆଉ ନିଜ ଗାଁରେ ନ ରହିକି ଆମର କୁନ୍ଦଲିଆଟ ପଦାରେ କ'ଣ ପାଇଁ ରହୁଛନ୍ତି ଟିକେ ସେ ବିଷୟରେ ଟିକେ କୁହନ୍ତୁ। ଦେଖନ୍ତୁ, ତୁରିଆ ଗାଁରେ ଯଦି ରହିଥାନ୍ତି ମୁଁ ଲୋକଙ୍କୁ ଠିକ୍ ସେବା ଦେଇପାରିନଥାନ୍ତି। ଇଏ ହେଉଛି ଆମ ପଟାଙ୍ଗୀ ନିର୍ବାଚନ ମଣ୍ଡଳର ସେଣ୍ଟର ପ୍ଲେସ୍। କୁନ୍ଦୁଲି ହାଟ, ସାପ୍ତାହିକ ହାଟ, ତ ସବୁ ଅଞ୍ଚଳର ଲୋକ ଏଇଠି ହାଟ କରିବା ପାଇଁ ଆସନ୍ତି ଏବଂ ତାଙ୍କ ସହିତ ମୋତେ ତାଙ୍କର ଆପତ୍ତି ଅଭିଯୋଗ କରିବା ପାଇଁ ତାଙ୍କ ସୁବିଧା ଏବଂ ମୋର ପାଇଁ ମଧ୍ୟ ସୁବିଧା ଯିବା ଆସିବା ପାଇଁ ଏହି କାରଣରୁ ମୁଁ ତୁରିଆ ଛାଡ଼ି ମୁଁ ଏ ଗାଁରେ ବା କୁନ୍ଦୁଲି ରହିଲି। ଏବଂ ମୋ ପୂର୍ବରୁ ମୋ ବାପା ଥିଲେ ବିଧାୟକ, ସେ ମଧ୍ୟ ତୁରିଆ ଗାଁ ଯେହେତୁ ରାସ୍ତାଘାଟ ନଥିଲା ସେତେବେଳୁ ସେ ମଧ୍ୟ ଆସି ଏହି କୁନ୍ଦୁଲି ହାଟ ପଦାରେ ରହୁଥିଲେ। ହେଲେ ଆଜ୍ଞା ଆପଣଙ୍କର ଗାଁ ତ ତୁରିଆ, ହେଲେ କେମିତି ଆମର ଦିଲ୍ଲୀ ପର୍ଯ୍ୟନ୍ତ ଗଲେ ସେ ବିଷୟ ଟିକେ କୁହନ୍ତୁ। ଦେଖନ୍ତୁ, ମୋର ଗାଁ ହେଉଛି ତୁରିଆ ଜନ୍ମସ୍ଥାନ, ଯାହାକି କଟିଆ ପଞ୍ଚାୟତ ଭିତରେ ରହିଛି, ପଟାଙ୍ଗୀ ବ୍ଲକ। ତ ତୁରିଆ ଗୋଟେ ଏମିତି ଜାଗା, ମୋ ଛୋଟବେଳେ କୌଣସି ରାସ୍ତାଘାଟ ନଥିଲା, ଘଞ୍ଚ ଜଙ୍ଗଲ ଏରିଆ ଥିଲା। ଏ କୁନ୍ଦୁଲିରୁ ତୁରିଆ ଯିବା ପାଇଁ ରାସ୍ତା ନଥିଲା ବା ପଟାଙ୍ଗୀରୁ ତୁରିଆ ଯିବା ପାଇଁ ବା କଟିଆ ଯିବା ପାଇଁ ରାସ୍ତା ନଥିଲା। ଏବଂ ମୁଁ ଯେତେବେଳେ ପାଠ ପଢ଼ିଲି ସେତେବେଳେ ମୋ ବାପା ଥିଲେ ବିଧାୟକ। 1961 ମସିହାରେ ମୋ ପିତା ବିଧାୟକ ହେଲେ, ପଟାଙ୍ଗୀ ନିର୍ବାଚନ MLA ହେଲେ। ତାପରେ 1962 ମସିହାରେ ସ୍କୁଲ ସ୍ଥାପନ ହେଲା ମୋ ତୁରିଆ ଗାଁରେ, ଯାହାକି ମୁଁ ପ୍ରଥମ ଛାତ୍ର ତୁରିଆ ଗ୍ରାମରୁ 1962ରେ ପାଠ ଆରମ୍ଭ କରିଥିଲି। ଏବଂ ଚତୁର୍ଥ ଶ୍ରେଣୀ ସୁନାବେଡ଼ା ଆଶ୍ରମ ସ୍କୁଲରେ ମୁଁ ପାଠ ପଢ଼ିଲି। ସେତେବେଳେ ଆମର ବସ୍ର ସୁବିଧା ନଥାଏ। ବିଜୟନଗରକୁ ଜୟପୁର ଗୋଟିଏ ମାତ୍ର ବସ୍ ଥିଲା, ଯାହାକି ଆମକୁ ସିଟ୍ ମିଳେନି। ତ ଆମେ 2 ଜଣ ଥିଲୁ ମୋ ଗ୍ରାମରୁ, ଗୋପବନ୍ଧୁ ପାଙ୍ଗି ଏବଂ ମୁଁ। ଆମେ 2 ଜଣ ତୁରିଆ ଗ୍ରାମରୁ ତଳବରା ବନ୍ଧ ଦେଇ, ଦେଓମାଳି ପାହାଡ଼ ଦେଇ, ବାରକଟଣୀ, ଦୁଧାରୀ, ମାତାଲପୁର ଦେଇ, ଦାମନଯୋଡ଼ି ଦେଇକି ଆମେ ସୁନାବେଡ଼ା ଆଶ୍ରମ ସ୍କୁଲ ଚାଲିକି ଯାଉଥିଲୁ। ଏବଂ ସେଇ ସମୟର କଷ୍ଟ ଯେହେତୁ ସ୍କୁଲରେ ନଥିଲା, ଆମ ଗୋଟେ କଟିଆ ପଞ୍ଚାୟତ ମୋ ଗୋଟିଏ ଗାଁ ତୁରିଆରେ ମାତ୍ର ପ୍ରଥମ ସ୍କୁଲ ଥିଲା। ସେଇ ସ୍କୁଲ ମୁଁ ପ୍ରଥମ ଛାତ୍ର ହିସାବରେ ଥିଲି। ତ ଏସବୁ ସମସ୍ୟାକୁ ଦେଖି ମୁଁ ପାଠ ପଢ଼ି ସାରିଲା ପରେ ମଧ୍ୟ ଚାକିରି କରିବା ଇଚ୍ଛା ପ୍ରକାଶ କଲି ନାହିଁ, ଯେହେତୁ କି ମୁଁ ଯେଉଁ କଷ୍ଟରେ ପାଠ ପଢ଼ିଛି ମୋର ପରବର୍ତ୍ତୀ ପିଢ଼ି ବା ଭବିଷ୍ୟତ ଆମର ଯେଉଁ ପିଲାମାନେ ଅଛନ୍ତି ସେମାନେ ଯେମିତି ମୋ ଭଳିଆ କଷ୍ଟ ନ ପଡ଼ନ୍ତୁ ଏଇଥିପାଇଁ ମୁଁ ରାଜନୀତି କରିବା ପାଇଁ ବାଧ୍ୟ ହେଲି।
ହେଲେ ଆଜ୍ଞା ଆପଣଙ୍କର ରାଜନୀତି ଯାତ୍ରା କେମିତି ଆରମ୍ଭ ହେଇଥିଲା ସେ ବିଷୟ ଟିକେ କୁହନ୍ତୁ। ଦେଖନ୍ତୁ, ମୁଁ ତ ମନରେ ସ୍ଥିର କରିଥିଲି ଯେ ପାଠ ସରିଲା ପରେ ମୋ ବାପା ଯେହେତୁ ବିଧାୟକ ଥିଲେ ଏବଂ ସ୍ୱାଧୀନ ସଂଗ୍ରାମୀ ଥିଲେ, ତାଙ୍କରି ପୁଅ ହିସାବରେ ମଧ୍ୟ ମୋତେ ଲୋକଙ୍କ ପାଇଁ, ସମାଜ ପାଇଁ, ଲୋକଙ୍କୁ ସେବା କରିବା ପାଇଁ ମୁଁ ବାହାରିବାକୁ ପଡ଼ିବ। ଏ ଉଦ୍ଦେଶ୍ୟ ନେଇ ମୋର ବାପାଙ୍କର ନାଁକୁ ବଜାୟ ରଖିବା ପାଇଁ, ତାଙ୍କର ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ମୁଁ ରାଜନୀତିରେ ପ୍ରବେଶ କଲି, ଶିକ୍ଷକତା ଛାଡ଼ି। ଏବଂ ଟିଟି ସ୍କୁଲ ଟ୍ରେନିଂ ମଧ୍ୟ ଆପ୍ରେଣ୍ଟିସ୍ ମୁଁ ପାସ୍ କରିଥିଲି। ଏଚ୍ଏଲ୍ର ସର୍ଭିସ୍ ପାଇଥାନ୍ତି, କିନ୍ତୁ ସେଠି ବି ଗଲି ନାହିଁ। ଏବଂ 1.5 ବର୍ଷ ମାତ୍ର ଶିକ୍ଷକତା କରିକିରି ଏମର୍ଜେନ୍ସି ସମୟରେ ମୁଁ ଥିଲି ଶିକ୍ଷକତା, ଏବଂ ଏମର୍ଜେନ୍ସି ପରେ ପରେ ଗୋଟେ ଜନତା ପାର୍ଟି ଗୋଟେ ତିଆରି ହେଲା, ଯିଏକି ଜୟପ୍ରକାଶ ନାରାୟଣଙ୍କ ଆହ୍ୱାନ କ୍ରମେ ସମସ୍ତେ ମିଶି ଜନତା ପାର୍ଟି ତିଆରି କଲେ। ଏବଂ ସେହି ସମୟରେ ମୋତେ ବିଜୁ ପଟ୍ଟନାୟକ ମୋତେ ଡକେଇ ପଠାଇଲେ। ଯେହେତୁ କି ମୋ ବାପା ସେ ବିଜୁବାବୁ ଯେତେବେଳେ କଂଗ୍ରେସର ମୁଖ୍ୟମନ୍ତ୍ରୀ 1961-62ରେ ଥିଲେ, ସେ ଦୃଷ୍ଟିରୁ ମୋ ବାପାଙ୍କୁ ଜାଣି ମୋ ବାପାଙ୍କ ପୁଅ ହିସାବରେ ମୋତେ ରାଜନୀତିକୁ ନେବା ପାଇଁ ଚେଷ୍ଟା କଲେ ଏବଂ ମୋତେ ଡକେଇ ପଠାଇଲେ। ଏମର୍ଜେନ୍ସି ସରିଲା, ବିଜୁବାବୁ ଜେଲରୁ ଫେରିଲା ପରେ ନବୀନ ନିବାସକୁ ଯାଇ ମୁଁ ତାଙ୍କୁ ସାକ୍ଷାତ କରିଥିଲି ଏବଂ ସେ ମୋତେ କହିଥିଲେ ଯେ ତୁମେ ବାପାଙ୍କର ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ଚାହୁଁଛ କି ନାହିଁ? ମୁଁ କହିଲି ହଁ ଚାହୁଁଛି। ଯଦି ଚାହୁଁଛୁ ତାହେଲେ ତୁ ରାଜନୀତି କର, ଚାକିରି କାହିଁ କରିବୁ? ତୁ ଚାକିରି କଲେ ତ ନିଜ ପିଲା ତୋର ପରିବାର ପାଇଁ କରିବୁ, କିନ୍ତୁ ରାଜନୀତିକୁ ଆସିଲେ ତୁ ବହୁତ କିଛି କରିପାରିବୁ, ଲୋକଙ୍କୁ ସେବା କରିପାରିବୁ, ଅଞ୍ଚଳର ବିକାଶ କରିପାରିବୁ। ଏ ଦୃଷ୍ଟିରୁ ତୋର ବାପାଙ୍କର ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ତୁ ରାଜନୀତିକୁ ଆସିବାକୁ ପଡ଼ିବ। ଏ କଥା କହିଲା ପରେ ମୁଁ ସାକ୍ଷାତ ବିଜୁବାବୁଙ୍କ କଥାକୁ ମାନିନେଲି ଏବଂ ସେହି ରାଜନୀତି କରିବା ପାଇଁ ଯେତେବେଳେ ମୁଁ ସହମତ ହେଲି, ତାପରେ ମୋତେ ବିଜୁବାବୁ 1977 ମସିହାରେ ଜନତା ପାର୍ଟି ଟିକେଟ୍ ଦେଇଥିଲେ ଏବଂ ଜନତା ପାର୍ଟିରେ ମୁଁ କଣ୍ଟେଷ୍ଟ କଲି ଏବଂ ନିର୍ବାଚିତ ବି ହେଲି, ଜୟଯୁକ୍ତ ହେଇଥିଲି। ସେଦିନରୁ ମୋ ରାଜନୀତି ଆରମ୍ଭ ହେଇଛି ଏବଂ ମୋ ରାଜନୈତିକ ଗୁରୁ ହେଉଛନ୍ତି ବିଜୁ ପଟ୍ଟନାୟକ। ଯେଉଁ ବିଜୁ ପଟ୍ଟନାୟକ ସେତେବେଳେ କେନ୍ଦ୍ର ଏବଂ ଇସ୍ପାତ କଳି ମନ୍ତ୍ରୀ ଥିଲେ ଏବଂ ସେତେବେଳେ ମୁଁ ଯାହାକି ଅବ୍ୟକ୍ତ କୋରାପୁଟ ଜିଲ୍ଲା ବୋଧେ ମୁଁ ଭାବୁଛି ପ୍ରଥମ ବ୍ୟକ୍ତି ଯିଏକି ବିଜୁବାବୁଙ୍କ ସହିତ ହେଲିକପ୍ଟରରେ ମୁଁ ବୁଲି ପାରିଥିଲି। 1978 ମସିହାରୁ ହେଲିକପ୍ଟର ମୁଁ ଚଢ଼ିଥିଲି। ସେତେବେଳେ ଯାହାକି ଦାମନଯୋଡ଼ି କାରଖାନା ପାଇଁ ଆମେ ଆକାଶ ମାର୍ଗରେ ସାଇଟ୍ ସିଲେକ୍ସନ୍ କରିଥିଲୁ, ଯାହାକି ଆଜି ନାଲକୋ କାରଖାନା ହେଇପାରିଛି। ଏବଂ ମୁଁ ବିଧାୟକ ହିସାବରେ ମୋତେ ଯେତେବେଳେ ସ୍ୱର୍ଗତ ନୀଳମଣି ରାଉତରାୟ ସେତେବେଳେ ମୁଖ୍ୟମନ୍ତ୍ରୀ ଏବଂ ବିଜୁ ପଟ୍ଟନାୟକ ଦୁଇ ଜଣଙ୍କର ନିର୍ଦ୍ଦେଶ କ୍ରମେ ଦାମନଯୋଡ଼ି କାରଖାନା କରିବା ଯଦି ଅଛି, ଇଚ୍ଛା ଯଦି ଅଛି ତୁମ ଏରିଆ ଭିତରେ, ତ ନିର୍ବାଚନ ଭିତରେ, ତାହେଲେ ଯେଉଁ ଜାଗାରେ କାରଖାନା ହେବ ସେ ଜାଗା ପାଇଁ ପ୍ରାୟ 12 ଖଣ୍ଡ ଗାଁ ବିସ୍ଥାପିତ ହେବେ। ଯଦି ଲୋକଙ୍କୁ ବୁଝେଇ ଯଦି ବିସ୍ଥାପିତ କରିପାରିବୁ ତାହେଲେ ସେଠି ନାଲକୋ କାରଖାନା ହୋଇପାରିବ। ଏବଂ ମୁଁ ତାଙ୍କ ସହିତ ସହମତ ହେଲି ଏବଂ ମୁଁ ପ୍ରତିଶ୍ରୁତି ଦେଲି ଯେ ମୁଁ ନିଶ୍ଚିତ ଭାବରେ ଏଠି କାରଖାନା କରେଇବି ଏବଂ 12 ଖଣ୍ଡ ଗାଁକୁ ଲୋକଙ୍କୁ ବୁଝେଇ ମୁଁ ସେଠି ଲୋକଙ୍କୁ ଜାଗା ଆଣି ଆମେ ସେଠି କାରଖାନା କରିବା ପାଇଁ ବୋଲି ମୁଁ ନିଷ୍ପତ୍ତି ନେଲି। ଏବଂ ମୋତେ ପ୍ରାୟ 6-7 ମାସ ଲାଗିଲା 12 ଖଣ୍ଡ ଗାଁ ଲୋକଙ୍କୁ ବୁଝେଇକିରି ତାଙ୍କ ସେଠି କାରଖାନା କରିବା ପାଇଁ ରାଜି କରିବା ପାଇଁ ମୋତେ ବହୁତ କିଛି ପରିଶ୍ରମ କରିବାକୁ ପଡ଼ିଥିଲା ଏବଂ ପ୍ରତ୍ୟେକ ଘରେ ଘରେ ଲୋକଙ୍କୁ ବୁଝେଇ ସେଠି କାରଖାନା କରିବା ପାଇଁ ବାସ୍ତୁତ ହେବା ପାଇଁ ରାଜି ହେବା ପରେ ତାପରେ କାରଖାନା ହେଇଛି। ହେଲେ ଆଜ୍ଞା ଆପଣ ଯେତେବେଳେ ବିଦାୟ ଥିଲେ ଆମର କୋରାପୁଟ ପାଇଁ କ'ଣ କ'ଣ କରିଛନ୍ତି ସେ ବିଷୟଟି କୁହନ୍ତୁ। ପ୍ରଥମ ସବୁଠାରୁ ବଡ଼ କାମ ମୁଁ କରିଥିଲି, ମୋ ଗାଁକୁ ରାସ୍ତା ନଥିଲା। ସେତେବେଳେ କୁଲି ମଜୁରୀ ମାତ୍ର 5 ଟଙ୍କା ଥିଲା ଦୈନିକ ମଜୁରୀ। ସେହି ସମୟରେ 2 କେଜି ଚାଉଳ, 1 କେଜି ଗହମ 2 ଟଙ୍କା ଦେଇ ମୁଁ କୁନ୍ଦୁଲି କଟିଆ ରାସ୍ତା ଆରମ୍ଭ କରିଥିଲି ଏବଂ ସୁଙ୍କି ଟୁ ଆମ୍ପାବାଲି ଏବଂ ସେମଲିଗୁଡ଼ା ଟୁ ନାରିଙ୍ଗପଦର ଭାୟା ଦୁଧାରୀ, ଏ ହେଉଛି
5 ଟଙ୍କିଆ ମଜୁରୀ ଥିଲାବେଳେ ରାସ୍ତା ଆରମ୍ଭ କରିଥିଲି। ଯେହେତୁ ସେତେବେଳେ ମାତ୍ର ସରକାର 3 ବର୍ଷ ରହିଲା, ତାପରେ ସରକାର ଭାଙ୍ଗି ଯାଇଥିଲା ଜନତା ପାର୍ଟି ଗଭର୍ଣ୍ଣମେଣ୍ଟ। କିନ୍ତୁ ସବୁଠୁ ବଡ଼ କାମ କରୁଥିଲି ସେ ପ୍ରଥମ ବିଧାୟକ ଥିଲାବେଳେ, ଯାହାକି ଦାମଞ୍ଜଳି କାରଖାନା ପାଇଁ ଜମି ଅଧିଗ୍ରହଣ କରାଇ ପାରିଥିଲି। 12 ଖଣ୍ଡ ଗାଁ ଲୋକଙ୍କୁ ବୁଝାସୁଝା କରି ରାଜି କରେଇଥିଲେ। ଏଟା ସବୁଠୁ ବଡ଼ ଅବଦାନ। ଏବଂ ସେହି ସମୟର ଆୟ ଅନୁସାରେ ଆୟ ଅନୁସାରେ ଆମେ ସେମିତି କିଛି କରିପାରିଲୁ ନାହିଁ। ଏମିତି ଯାହାକି ରାସ୍ତା 2-3ଟି ରାସ୍ତା ମାତ୍ର ମୁଖ୍ୟ ରାସ୍ତା ମୁଁ କରିଥିଲି। ତା ପରିବର୍ତ୍ତ ସମୟରେ ମୁଁ ଯେତେବେଳେ କିନ୍ତୁ ଏତିକି ମନେ ରଖନ୍ତୁ, ଆମ ଅଞ୍ଚଳରେ ବା ଅବ୍ୟକ୍ତ କୋରାପୁଟ ଜିଲ୍ଲାରେ 1990 ପର୍ଯ୍ୟନ୍ତ ପ୍ୟାଣ୍ଟ ପିନ୍ଧିବା ଲୋକ ନଥିଲେ। ଯେଉଁମାନେ ଚାକିରି କରୁଥିଲେ ସେମାନେ କେବଳ ପ୍ୟାଣ୍ଟ ପିନ୍ଧୁଥିଲେ। ବାକି କୌଣସି ଲୋକ, ଗାଁ ଗଣ୍ଡା ଲୋକ ପ୍ୟାଣ୍ଟ ପିନ୍ଧିବା ଜାଣିନଥିଲେ ବା ପିନ୍ଧୁ ମଧ୍ୟ ନଥିଲେ। ଲେଙ୍ଗୁଟି ବା ଲୁଙ୍ଗି ପିନ୍ଧୁଥିଲେ। ଆଉ କିଛି ଲୋକ ଟିକେ ଶିକ୍ଷିତ ଲୋକ ଧୋତି ପିନ୍ଧୁଥିଲେ। ମୁଁ ମଧ୍ୟ ପ୍ରଥମେ ବିଧାୟକ ଥିଲାବେଳେ ଧୋତି ପିନ୍ଧୁଥିଲି, ପ୍ୟାଣ୍ଟ ପିନ୍ଧିନଥିଲି। ତ ଏ ଅବସ୍ଥାକୁ ଆସି ମୁଁ ସେଠୁ ପଦଯାତ୍ରା କରୁଥିଲି। ଅବ୍ୟକ୍ତ କୋରାପୁଟ ଜିଲ୍ଲାରେ ମୁଁ 42ଟା ବ୍ଲକ୍ ଯାକ ବୁଲୁଥିଲି ଏବଂ ବିଜୁବାବୁଙ୍କ ନିର୍ଦ୍ଦେଶ କ୍ରମେ ସଂଗଠନ ବି କରୁଥିଲି। ଏବଂ ମୁଖ୍ୟତଃ ହେଉଛି ଲେଙ୍ଗଟି ଛାଡ଼, ପ୍ୟାଣ୍ଟ ପିନ୍ଧ, ଟାଇଲି ଚପର ଘର, ନିଆଁକୁ ନଥାଏ ଡର। ଏଇଟା ଗୋଟେ ଲୋକଙ୍କୁ ଗୋଟେ ସଚେତନତା ସୃଷ୍ଟି କରାହେଇଥିଲା। ଭାଗ୍ୟକୁ 1980 ମସିହାରେ 302ଟା ଭୋଟ୍ରେ ସ୍ୱର୍ଗୀୟ ଆମର ଚନ୍ଦ୍ରମା ସାନ୍ତାଠାରୁ ମୁଁ ପରାସ୍ତ ହୋଇଥିଲି। ଏବଂ ତାପରେ ଜନତା ଦଳ ତିଆରି ହେଲା। 1985ରେ ମାତ୍ର 128 ଖଣ୍ଡ ଭୋଟ୍ରେ ମୁଁ ପରାସ୍ତ ହୋଇଥିଲି। ଏବଂ ସେହି ସମୟ ଭିତରେ ତାପରେ ଯେତେବେଳେ 1990ରେ ମୁଁ ବିଧାୟକ ହେଲି, ସେତେବେଳକୁ ସ୍ୱର୍ଗତ ବିଜୁ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ। ତାଙ୍କର ମନ୍ତ୍ରିମଣ୍ଡଳରେ ମୋତେ ସ୍ଥାନ ଦେଲେ। ମୁଁ ସେତେବେଳକୁ କୃଷି ସମବାୟ ବିଭାଗ ମନ୍ତ୍ରୀ ପ୍ରଥମେ ହେଲି। ତା 3 ବର୍ଷ ପରେ ମୁଁ ଅବକାରୀ ମନ୍ତ୍ରୀ ହେଇଥିଲି, ଏକ୍ସାଇଜ୍ ମିନିଷ୍ଟର। ତ ସେଇ ଯେଉଁ ମନ୍ତ୍ରୀ 5 ବର୍ଷ ସମୟ ଭିତରେ ମୁଁ ବହୁତ କିଛି କରିଦେଇଛି। ରାସ୍ତାଘାଟ ପ୍ରାୟ ବହୁତ ମୁଖ୍ୟ ପଞ୍ଚାୟତ ହେଡ଼କ୍ୱାର୍ଟରକୁ ରାସ୍ତା ତିଆରି କରିଥିଲି ଏବଂ ବହୁତ ଗୁଡ଼ିଏ ନୂଆ ପଞ୍ଚାୟତ ସୃଷ୍ଟି କଲି। ଏବଂ ପ୍ରଥମ ବିଧାୟକ ଥିଲାବେଳକୁ ସେମିଲିଗୁଡ଼ା କଲେଜ କରିଥିଲି, ଯାହାକି ସେଟା ପ୍ରଥମେ ମୋ ଏରିଆ ଥିଲା ସେମିଲିଗୁଡ଼ା। ଏବେ କୋରାପୁଟ ନିର୍ବାଚନ ଯାଇଛି। ସେତେବେଳେ ଫାଷ୍ଟ କଲେଜ ହେଉଛି ସେମିଲିଗୁଡ଼ା ଏବଂ ଦ୍ୱିତୀୟ କଲେଜ 90 ପରେ ମୁଁ କରିଥିଲି ନନ୍ଦପୁର, ଯାହାକି ମୋର ମାଆଙ୍କ ନାଁରେ ସିନ୍ଧାଦେବୀ କଲେଜ କରିଥିଲି। ତା ପରବର୍ତ୍ତୀ ସମୟରେ ପଟାଙ୍ଗୀ ଗାଙ୍ଗେଶ୍ୱରୀ କଲେଜ କରାହେଲା। ତାପରେ ରାଧାକୃଷ୍ଣ କଲେଜ ନାରାୟଣପାଟଣା କରିଛି। କୁନ୍ଦ୍ରା ବ୍ଲକର ବିଜୁ ପଟ୍ଟନାୟକ କଲେଜ କରାହେଇଛି। ଇଏ ହେଉଛି ମୋର ଡାଇରେକ୍ଟ ଯେଉଁଟାକି ମୋ ନିଜସ୍ୱ ଇଚ୍ଛାରେ ଏସବୁ କରାଯାଇଛି। ଏବଂ ଆଶ୍ରମ ସ୍କୁଲ ଯଦି କହିବା, ପ୍ରଥମେ ବିଧାୟକ ଥିଲାବେଳେ 1978-79 ମସିହାରେ ତୁରିଆ ଏବଂ ରେଙ୍ଗା ଆଶ୍ରମ ସ୍କୁଲ ତିଆରି କରିଥିଲି। 1990ରେ ମନ୍ତ୍ରୀ ହେଲା ପରେ ଏସବୁ ସ୍କୁଲ ହାଇସ୍କୁଲରେ ପରିଣତ କଲି। ସୁବାଇ ସ୍କୁଲ ଗୋଟେ ଥିଲା, ଯେଉଁଟାକି ନଥିଲା, ଗୋଟିଏ ମାତ୍ର ବାଲଡ଼ା ସ୍କୁଲ ଥିଲା। ଝିଅ ପିଲାଙ୍କ ଜାଗା ହେଉନଥିଲା ବୋଲି ମୁଁ ସୁବାଇ ସ୍କୁଲ ଗୋଟେ ନିଜସ୍ୱ ଇଚ୍ଛାରେ ସେଠି ଗୋଟେ ମୋ ଜାଗା ମାଗି ସେଠି ଗୋଟେ ସରକାର ବାଳିକା ବାଳିକା ବିଦ୍ୟାଳୟ ତିଆରି କରାହେଲା, ଯାହାକି ବର୍ତ୍ତମାନ ମୁଖ୍ୟତଃ ଆମର ବାଲଡ଼ା ଏବଂ ସୁବାଇ ସ୍କୁଲରେ ପିଲାମାନେ ଝିଅ ପିଲା ପାଠ ପଢ଼ୁଛନ୍ତି। ସେହି ସମୟରେ ମଧ୍ୟ ଅନେକ ନେତାମାନେ, ବିଶେଷ କରି କଂଗ୍ରେସ ଦଳ, ସ୍କୁଲ ତିଆରି କରିବା ପାଇଁ ମୋତେ ଜାଗା ଦେଉନଥିଲେ ଝିଅ ପିଲାମାନଙ୍କ ପାଇଁ, ଯେ ଝିଅ ପିଲାମାନେ ପାଠ ନ ପଢ଼ନ୍ତୁ। ଏହା ଥିଲା କଂଗ୍ରେସରେ। ସେଥିପାଇଁ ମୁଁ କଂଗ୍ରେସ ପ୍ରତି ମୁଁ ଟିକେ ଘୃଣା କରୁଥିଲି ସେତେବେଳେ। ଏବଂ ମୋ ସହିତ ବହୁତ ଝଗଡ଼ା କଲେ। ମୁଁ ଯେତେବେଳେ ଶୁଭ ଦେଲି ସୁବାଇ ସ୍କୁଲ ସ୍ଥାପନ କରିବା ପାଇଁ, ସେଠି ଝିଅ ପିଲା ସ୍କୁଲ କରେଇ ଦେବୁ ନାହିଁ ବୋଲି ସେତେବେଳେ କଂଗ୍ରେସ କର୍ମୀମାନେ ମୋତେ ବହୁତ ବିରୋଧ କରିଥିଲେ। ଇଏ ହେଲା ସେଇ ସମୟର କଥା। ଏବଂ ମନ୍ତ୍ରୀ ଥିଲାବେଳେ ବହୁତ କିଛି କରାଯାଇଛି। କହିଲେ ତ ବହୁତ ସମୟ ଲାଗିବ। ଆପଣ ଯେତେ ରାସ୍ତା ଦେଖୁଛନ୍ତି ସବୁ ରାସ୍ତା ମୁଁ ପଦଯାତ୍ରା କରିଥିଲି। 1988 ଅକ୍ଟୋବର 2ରୁ ବାହାରି ଡିସେମ୍ବର 14 ତାରିଖ ପର୍ଯ୍ୟନ୍ତ ମୁଁ ପ୍ରାୟ 72 ଦିନ ପଦଯାତ୍ରା କରିଥିଲି। ମୋ ପଟାଙ୍ଗୀ ନିର୍ବାଚନ ପ୍ରାୟ ସବୁ ଗାଁରେ ମୁଁ ପଦଯାତ୍ରା କରିଥିଲି। ସେଥିରେ କୌଣସି ଜାଗା ରାସ୍ତା ନଥିଲା, ଯାହାକି ସେମିଲିଗୁଡ଼ାଠୁ ପାଡ଼ୁଆ ରାସ୍ତା ଥିଲା କେବଳ।
ଆନ୍ଧ୍ରା ଚାଟୁଆ ଯିବା ପାଇଁ ଆରକୁ ଯିବା ପାଇଁ ଏପଟେ ଜୟ ବିଜୟନଗର ଡ୍ୟାମ୍ ପଟେ ସିଧା ଜୟପୁର କୋରାପୁଟ ଥିଲା ଆଉ ବାକି କୌଣସି ରାସ୍ତା ନଥିଲା। ଆପଣ ସେମରିଗୁଡ଼ାଠୁ ଯାହା ଥିଲା ପାଡ଼ୁଆ ଯେତେ ଆପଣ ଏବେ ରାସ୍ତା ଦେଖୁଛନ୍ତି ଗାଁ ଗଣ୍ଡାରେ ସେ ସବୁ ମୋ ସମୟରେ ମୁଁ ହିଁ ନିଜ ଇଚ୍ଛାରେ ଯେହେତୁ ମୁଁ ପଦଯାତ୍ରା କରି ଦେଖିଥିଲି ଏରିଆ ସେଇ ହିସାବରେ ମୁଁ କାମ କରୁଛି। ଏଥିପାଇଁ ମୋର ସବୁଠାରୁ ବଡ଼ ଅବଦାନ ହେଉଛି ମୋ ଗୁରୁ ବିଜୁ ପଟ୍ଟନାୟକ। ମୁଁ ଯେତେବେଳେ ଯାହା ଚାହିଁଛି ତାହା କରିଛି ଏବଂ ମନ୍ତ୍ରୀ ସବୁଠାରୁ ବଡ଼ କାମ ମୁଁ କରିଥିଲି। ଅବ୍ୟକ୍ତ କୋରାପୁଟ ଜିଲ୍ଲା ମୁଁ 1999 ମସିହାରେ ବିଜୁ ପଟ୍ଟନାୟକଙ୍କୁ 17 ଦିନ କାଳ ବୁଲେଇଥିଲି 42ଟା ବ୍ଲକରେ। ଏରିଆ ସବୁ ବୁଲି ଦେଖି ସାରିଲା ପରେ ବିଜୁ ଆମକୁ ମନରେ ଆସିଥିଲା ଯେ ଆମେ ଜିଲ୍ଲା ସୃଷ୍ଟି କରିବା ସରକାର ଯଦି ଆସିଲେ ଏବଂ ପ୍ରଥମେ ଓଡ଼ିଶାର ପ୍ରଥମ ଯଦି ଆମେ ନିଷ୍ପତ୍ତି ନେଇଥିଲୁ ତାହେଲେ ଅବ୍ୟକ୍ତ କୋରାପୁଟକୁ ଆମେ 4 ଭାଗରେ ବ୍ୟକ୍ତ କରିଥିଲୁ। ଗୋଟେ ହେଲା କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା। ଏ ହେଲା ସବୁଠୁ ମୋର ମନ୍ତ୍ରିତ୍ୱ ସମୟରେ ବଡ଼ ଅବଦାନ। 4ଟି ଜିଲ୍ଲା ତିଆରି କରାହେଲା ଏବଂ ବହୁତ ଗୁଡ଼ିଏ ପଞ୍ଚାୟତ ନୂଆ ପଞ୍ଚାୟତ ସୃଷ୍ଟି କରାଯାଇଛି। କେବଳ ମୋ ପଟ୍ଟାଙ୍ଗ ନିର୍ବାଚନରେ 25ଟା ଗ୍ରାମ ପଞ୍ଚାୟତ ନୂତନ ଭାବରେ ମୁଁ କରିଛି। ସେତେବେଳେ ଛୋଟ ଛୋଟ କରାହେଲା। ତ ମନ୍ତ୍ରୀ ସମୟରେ ବହୁତ କିଛି କରିଛି ଏବଂ ତାପରେ ମଧ୍ୟ ଆପଣଙ୍କର ଅନେକ କଲେଜ ସରକାରୀ କଲେଜ ନଥିଲା। ଇଭିନ୍ କୋରାପୁଟ ମଧ୍ୟ ପ୍ରାଇଭେଟ୍ କଲେଜ ସେଟା ମଧ୍ୟ ସରକାରୀ କଲେଜ ନଥିଲା ହେଇନଥିଲା ତାକୁ କଲେଜ ସରକାରୀ କଲେଜ କରେଇଥିଲି। ନନ୍ଦପୁର ହାଇସ୍କୁଲ ମଧ୍ୟ ପ୍ରାଇଭେଟ୍ ଥିଲା ତାକୁ ମୁଁ ସରକାରୀ କଲେଜ ହାଇସ୍କୁଲ କରେଇଥିଲି ଏବଂ ନୂଆ ହାଇସ୍କୁଲ ଦୁଧାରୀ, ଚାଟୁଆ, ଆପଣ କୁଲାର ସିଂ, ସୁଙ୍କି, ଦୁଧାରୀ, ମାତାଲପୁର ଏସବୁ ଯାକ ନୂତନ ଭାବରେ ହାଇସ୍କୁଲ ସୃଷ୍ଟି କରିଥିଲେ। ଏବଂ ଯେତେବେଳେ ଅବକାରୀ ମନ୍ତ୍ରୀ ହେଲି ଇଏ ହେଲା ଏଗ୍ରିକଲଚର କୋଅପରେସନ୍ ଥିବା ଅବକାରୀ ମନ୍ତ୍ରୀ ଯେତେବେଳେ ମୋତେ କଲେ ସେତେବେଳେ ଓଡ଼ିଶାରେ ମଦ ଦୋକାନ ମାନେ ମଦ ବନ୍ଦ କରିଦିଆଗଲା। ଯେଉଁଟାକି ଆମେ ମଦ ବନ୍ଦ କରି ମଧ୍ୟ ଆମେ ଶେଷରେ 1995 ମସିହାରେ ଆମେ ଇଲେକ୍ସନରେ ହାରିବାକୁ ପଡ଼ିଥିଲା। ଯେଉଁଠିକି ବିଜୁ ପଟ୍ଟନାୟକ ସରକାର ଆମେ ଜିତି ପାରିଲୁନି, ହାରିଯାଇଥିଲୁ କେବଳ ମଦ ବନ୍ଦ କରିବୁ। ତେଣୁ ଆଜି ମଦ ବନ୍ଦ ଏତେ ସହଜ କଥା ନୁହେଁ। ଯେଉଁମାନେ ବି ଆଜି ଦାବି କରୁଛନ୍ତି ମଦ ବନ୍ଦ କରିବା ପାଇଁ, ଯେତେବେଳେ ମଦ ବନ୍ଦ କରାଯାଇଥିଲା ତାହା ମଧ୍ୟ ଆମେ ସଫଳ ହେଇନୁ। ଆନ୍ଧ୍ରା ବନ୍ଦ ହେଇଥିଲା, ସଫଳ ହେଇପାରିଲେ ନାହିଁ। ଆପଣଙ୍କର ତାମିଲନାଡ଼ୁ ବନ୍ଦ ହେଇଥିଲା, ସଫଳ ହେଇପାରିଲେ ନାହିଁ। ଆପଣ କେରଳ ବନ୍ଦ କରିଥିଲେ, ସଫଳ ହେଇପାରିଲେ ନାହିଁ। ତେଣୁ ମଦ ବନ୍ଦ କରିବା ବହୁତ କଷ୍ଟସାଧ୍ୟ ଏବଂ ଲୋକମାନେ ବୁଝିବା ଶକ୍ତି ବହୁତ କମ୍ ଏବଂ ଯେହେତୁ କି ମଦ ନିଶା ନିବାରଣ କରିବା ଏତେ ସହଜ ନଥିଲା। ମହାତ୍ମା ଗାନ୍ଧୀଙ୍କର ଇଚ୍ଛାକୁ ଆମେ ସମ୍ମାନ ଦେଇ ମଦ ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲୁ ସରକାର ଥିଲା କିନ୍ତୁ କରିପାରିଲୁ ଏବଂ ସଫଳ ହେଇପାରିଲୁ। ତ ଏଇଟା ତ ଆପଣ ଯେଉଁଟା ମାନେ ବିଧାୟକ ଥିଲା ଭଳିଆ କହିଲେ, ବାକି ଏବେ ସାଂସଦ ଥିବାବେଳେ ଆମର ଯେଉଁଟା କୋରାପୁଟର ସବୁଠାରୁ ବଡ଼ କାମ କ'ଣ କ'ଣ କରିଛନ୍ତି ସେ ବିଷୟ ଟିକେ କୁହନ୍ତୁ। ସାଂସଦ ଥିଲାବେଳୁ ସବୁଠୁ ବଡ଼ କାମ ମୁଁ କରିଛି। ପଲାସା ଠାରୁ ଗୁଣୁପୁର ଟ୍ରେନ୍ ପକାଇଥିଲୁ। ସେତେବେଳେ ରେଲୱେ ବିଭାଗ ମନ୍ତ୍ରୀ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ୱେଷ୍ଟବେଙ୍ଗଲର ଯେ ମମତା ବାନାର୍ଜୀ, ସେ ମୋତେ ସହଯୋଗ କରିଥିଲେ। ଦ୍ୱିତୀୟ ସବୁଠୁ ବଡ଼ କାମ ମୋତେ ରାହୁଲ ଗାନ୍ଧୀ ଯିଏକି ପ୍ରଧାନମନ୍ତ୍ରୀ ଥିଲେ ଆମର ମନମୋହନ ସିଂ, ସେ ମୋତେ ବଡ଼ ଉପହାର ଦେଇଛନ୍ତି। ମୋର ରିକ୍ୱେଷ୍ଟ ମାନେ ମୋର ଅନୁରୋଧକୁ ରକ୍ଷା କରିଥିଲେ। ସେଇଟା ହେଉଛି ଭାରତମାଲା ରୋଡ଼ ବିଶାଖାପାଟଣା ଟୁ ରାୟପୁର। ଇଏ ହେଉଛି ସବୁଠୁ ବଡ଼ ମୋ ଜୀବନରେ ମାନେ ମୋର ସାଂସଦ ସମୟରେ ବଡ଼ ଜିନିଷ କରାହେଇଛି। ତାପରେ ଆପଣଙ୍କର ସେଣ୍ଟ୍ରାଲ ୟୁନିଭର୍ସିଟି ଦେଇଥିଲେ, ମେଡ଼ିକାଲ କଲେଜ କରାହେଲା କୋରାପୁଟ। ଇଏ ହେଉଛି ସବୁଠୁ ବଡ଼ ବଡ଼ ଜିନିଷ ଯାହାକି ବାକି ଛୋଟ କଥା ମୁଁ କହିବାର ତ ବହୁତ ସମୟ ଲାଗିବ। ମୋ ବ୍ୟକ୍ତିଗତ ମୋର ଉଦ୍ୟମରେ ବହୁତ କିଛି କରାଯାଇଛି କିନ୍ତୁ ସମୟ ସାପେକ୍ଷ। ତେଣୁ ଆପଣମାନଙ୍କର ଯଦି ସମୟ ଅଛି ତ ଶୁଣିବାର ଯଦି ଅଛି ମୁଁ କହିବି ନା ନାହିଁ। କିନ୍ତୁ ଇଏ ହେଉଛି ସବୁଠୁ ବଡ଼ ବଡ଼ କାମ ଯାହାକି ମାନେ ମୋ ମନରେ ଗୋଟେ ଶାନ୍ତ ଲାଗେ। ଆଜି ଭାରତମାଳା ରାସ୍ତା ପାଇଁ ଆମର ଅବ୍ୟକ୍ତ କୋରାପୁଟ ଜିଲ୍ଲାର ବିଶେଷ କରି ଟୁରିଜମ୍ ସେକ୍ଟରରେ ବହୁତ କିଛି ଭବିଷ୍ୟତ ପାଇଁ ମାନେ ବିକାଶ ହୋଇପାରିବ। ପର୍ଯ୍ୟଟନ କ୍ଷେତ୍ରରେ ଆମର ବିକାଶ ପାଇଁ ସବୁଠୁ ବଡ଼ ସୁବିଧା ହେବ ଏ ଭାରତମାଳା ରାସ୍ତା ଏବଂ ମୁଖ୍ୟତଃ ହେଉଛି ଆମର ଅବ୍ୟକ୍ତ କୋରାପୁଟ ଜିଲ୍ଲା ପାଇଁ କାରଖାନା ବଦଳରେ ଆମର ଏଇ ପର୍ଯ୍ୟଟନ କେନ୍ଦ୍ର ଯଦି ଆମେ ଅଧିକ କରିପାରିବା ତାହେଲେ ବହୁତ କିଛି ନିଯୁକ୍ତି ପାଇବେ। ସେ ଉଦ୍ଦେଶ୍ୟ ନେଇକରି ମୁଁ ଭାରତମାଳା ରାସ୍ତାଟାକୁ ଦାବି କରି ଆଣିଥିଲି।
ଏ କୋରାପୁଟ ଜିଲ୍ଲାର ସବୁଠାରୁ ବଡ଼ ସମସ୍ୟା ବର୍ତ୍ତମାନର ଏବେ କ'ଣ ଚାଲିଛି ଟିକେ କୁହନ୍ତୁ। ଅଭିଯୁକ୍ତ କୋରାପୁଟ ଜିଲ୍ଲାର ବର୍ତ୍ତମାନ ବଡ଼ ସମସ୍ୟା ହେଉଛି ଜଳ ଜମି ଜଙ୍ଗଲକୁ ଲୁଟ୍ ଚାଲିଛି। ତାକୁ କେମିତି ରୋକାଯାଇପାରିବ? ଯେହେତୁ ଆମର ସବୁ ମୁଖ୍ୟତଃ ବକ୍ସାଇଟ୍ ଏରିଆ, ବକ୍ସା ପାହାଡ଼ ଯେହେତୁ ଅଛି, ସେ ହେଉଛି ଅତି ସୌନ୍ଦର୍ଯ୍ୟ ସ୍ଥାନ ଯାକ, ଯାହାକି ଆମେ ପର୍ଯ୍ୟଟନ କ୍ଷେତ୍ରରେ ସୃଷ୍ଟି କରିପାରିବା। କିନ୍ତୁ ବର୍ତ୍ତମାନ ସରକାର ଖଣି ଖାଦାନ ଉପରେ ଯେଉଁ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛନ୍ତି, ସେଟା ହିଁ ମୋତେ ଦୁଃଖ ଲାଗୁଛି। ଯେହେତୁ ଆମର ଏଠି ଯେଉଁ ଖଣିଜ ସମ୍ପଦ ଉତ୍ତୋଳନ କରାହେଉଛି, ଆମର ଏଠି ଯେତିକି ବିକାଶ ହେବା କଥା, ଅଧିକ ବିକାଶ ଅନ୍ୟ ଜିଲ୍ଲାରେ ହେଉଛି, କିନ୍ତୁ ଆମ ଜିଲ୍ଲାରେ ହେଉନି। ଏବଂ ଆମେ ଯେଉଁ ହିସାବରେ ଆଶା କରୁଥିଲୁ ଯେ ଏଠି କାରଖାନା ହେଲେ, ବକ୍ସାଇଟ୍ ଖଣି ଖନନ ହେଲେ ଆମର ଅଧିକ କିଛି ବିକାଶ ହୋଇପାରିବ, ଅଧିକ ରାଜସ୍ୱ ପାଇବା। ହଁ, ଠିକ୍ ଅଛି, ରାଜ୍ୟ ସରକାର ରାଜସ୍ୱ ପାଉଛନ୍ତି, କିନ୍ତୁ ଆମେ କ'ଣ ପାଇଛୁ? ବିକାଶ ବଦଳରେ ବିନାଶ ବେଶୀ ହେଇଛି, କିନ୍ତୁ ଲାଭ କାହିଁ ସେତେ ମୋତେ ଆଖିରେ ଦିଶୁନାହିଁ। ଏବେ କଳିଙ୍ଗମାଳି ଚାଲିଗଲା, ଆପଣଙ୍କର କାଶୀପୁର ବ୍ଲକରେ ଅନେକ ମାଇନିଂ କରିବା ପାଇଁ ସରକାର ଦେଇସାରିଲେଣି। ତ ଏଇଠି ମଧ୍ୟ ଆମେ ନାଲକୋ ତରଫରୁ ଆମେ ପଟାଙ୍ଗି ଦେବା ପାଇଁ ଯାଉଛୁ, କିନ୍ତୁ ନାଲକୋ ଯେଉଁ ହିସାବରେ କରିବା କଥା, ସ୍ଥାନୀୟ ବିକାଶ କରିବା କଥା ବା ସ୍ଥାନୀୟ ବେକାର ଯୁବକମାନଙ୍କୁ ବିଭିନ୍ନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା କଥା, ତାହା ବି ଆଜି ପର୍ଯ୍ୟନ୍ତ ସେମିତି କିଛି ଆଖି ଦୃଶ୍ୟ ଭାବରେ କାହିଁ ହେଇନାହିଁ। ତେଣୁ ବହୁତ କିଛି କରିବାର ଅଛି, କରାଯାଇ ନାହିଁ। ଏଥିପାଇଁ ସରକାର ଯେତେବେଳେ ଖଣି ଖାଦାନ ପାଇଁ ଦେଉଛନ୍ତି ବା କାରଖାନା ସୃଷ୍ଟି କରୁଛନ୍ତି, ସେଇଟାକୁ ପ୍ରଥମେ ଯେଉଁ କମ୍ପାନୀ ବି ନେଉ, ସେ ପ୍ରାଇଭେଟ୍ ହେଉ କି ଗଭର୍ଣ୍ଣମେଣ୍ଟ ହେଉ, କିନ୍ତୁ ତାଙ୍କୁ ସେ ହିସାବରେ ଲୋକାଲ ଲୋକଙ୍କର ସମସ୍ୟାକୁ ଆଖି ଆଗରେ ରଖେ ଏବଂ ଲୋକାଲ ନିଯୁକ୍ତି ଯେମିତି ସୃଷ୍ଟି ହୋଇପାରିବ, ତାକୁ ଅଗ୍ରାଧିକାର ଭିତରେ ସେ ଚିନ୍ତା କରିକିରି ଏସବୁ ରାଜି ହେବା କଥା ବା ମାଇନିଂ ଲିଜ୍ ଦେବା କଥା, କିନ୍ତୁ ତାହା କରୁନାହାନ୍ତି। ସେଟା ହିଁ ଦୁଃଖ ଲାଗୁଛି। ଯୁବପିଢ଼ିଙ୍କ ପାଇଁ ଆପଣଙ୍କର ସନ୍ଦେଶ କ'ଣ ରହିଛି? ଦେଖନ୍ତୁ, ଯୁବପିଢ଼ିର କୁ ନିଯୁକ୍ତି ସୃଷ୍ଟି କରିବା ପାଇଁ ତ ଆମେ ସରକାରଙ୍କୁ ଦାବି କରୁଛୁ ଯେ ଆମେ ଯେତେବେଳେ ସରକାର ଥିଲୁ, ସେହି ସମୟରେ ଆମେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦେଇଥିଲୁ ବୋଲି ଆଜି ଅନେକ ପିଲା ଚାକିରି କରି ଏବେ ରିଟାୟାରମେଣ୍ଟ କରୁଛନ୍ତି, ଅବସର ନେଉଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ନ ଦେଇ ରାଜ୍ୟ ଭିତ୍ତିକ କରିଦେଲେ। ଏହାଦ୍ୱାରା ଆମ କୋରାପୁଟ ଅବ୍ୟକ୍ତ କୋରାପୁଟ ପିଲାମାନେ ଯେଉଁ ସୁଯୋଗ ପାଇବା କଥା, ଯେଉଁ ହିସାବରେ ପିଲା ଚାକିରି ପାଇବା କଥା, ପାଇପାରୁନାହାନ୍ତି। ଉଦାହରଣ ସ୍ୱରୂପ ଆପଣମାନଙ୍କୁ କହିବି, ଜେନେରାଲ କାଷ୍ଟ କହିଲେ ସେ କଟକ, ପୁରୀ, ବାଲେଶ୍ୱର ପିଲା ବେଶୀ ପାଉଛନ୍ତି। ଏସି ସିଟ୍ରେ ଯଦି ସଂରକ୍ଷଣ ହିସାବରେ ଯଦି ଦେଖିବା, ତାହେଲେ ଗଞ୍ଜାମ, ବାଲେଶ୍ୱର ପିଲା ବେଶୀ ପାଉଛନ୍ତି। ଆଦିବାସୀ କଥା ଯଦି କହିବା, ସେ ମୟୂରଭଞ୍ଜ, ସୁନ୍ଦରଗଡ଼, କେଉଁଝର, ଫୁଲବାଣୀ ପିଲା ପାଉଛନ୍ତି, କିନ୍ତୁ ଆମ ପିଲା ପାଉଛନ୍ତି କି? ଏଇଥିପାଇଁ ଆମେ ଦାବି କରୁଥିଲୁ ଯେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦିଆଯାଉ। ଏଟଲିଷ୍ଟ ଚତୁର୍ଥ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଏଇ କ୍ଲାସ୍ର ନିଯୁକ୍ତିଟା ଆମ ଜିଲ୍ଲା ଭିତ୍ତିକ ହେଉ ବୋଲି ଆମେ ଦାବି କରୁ, ତାହା ବି ହେଲା ନାହିଁ। ଏଇଥିପାଇଁ ମୁଁ ଅବ୍ୟକ୍ତ କୋରାପୁଟ ପିଲାର ଭବିଷ୍ୟତ ପାଇଁ ନିଯୁକ୍ତି ସୃଷ୍ଟି କରିବା ପାଇଁ ମୁଁ ସେଥିପାଇଁ ଗୋଟେ ଦଣ୍ଡକାରଣ DPBP ଗୋଟେ କରୁଛୁ, ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ଜରିଆରେ ଆମେ ଦାବି କରୁଛୁ ଯେ ଆମେ ଯେତେ ଦିନ ଓଡ଼ିଶାରେ ରହିବା, ଆମ ଅବ୍ୟକ୍ତ କୋରାପୁଟ ଜିଲ୍ଲା ସବୁଠାରୁ ଅଧିକ ରାଜସ୍ୱ ପାଉଛନ୍ତି, ପାଖାପାଖି 33.5% ରାଜସ୍ୱ ଓଡ଼ିଶା ସରକାର ପାଉଛନ୍ତି, କିନ୍ତୁ ସେ ତୁଳନାରେ ଆମେ ଆମ ଅବ୍ୟକ୍ତ କୋରାପୁଟ ଜିଲ୍ଲାରେ ବିକାଶ ହେଇପାରୁନି ବା ସେଇ ହିସାବରେ ଆମେ ଅର୍ଥ ପାଉନି ବିକାଶ ପାଇଁ। ତ ଆମେ ଅବ୍ୟକ୍ତ କୋରାପୁଟ ଜିଲ୍ଲା ଏବଂ ଆନ୍ଧ୍ରାର ଦୁଇଟା ଜିଲ୍ଲା ଏଥିପାଇଁ କୁହାହେଉଛି ଯେହେତୁ 1961-62 ମସିହାରୁ କୋଟିଆ ଡିସ୍ପ୍ୟୁଟ୍ ଆରମ୍ଭ ହେଇଛି, ବିବାଦ ଚାଲିଛି, ଏପର୍ଯ୍ୟନ୍ତ ସମାଧାନ ହେଲା ନାହିଁ। ଏବଂ 1968 ମସିହାରେ କେସ୍ ଦାୟର କରାହେଲା ସୁପ୍ରିମକୋର୍ଟରେ ଏବଂ ତାହା ମଧ୍ୟ 2006 ମସିହାରେ ସୁପ୍ରିମକୋର୍ଟ କହିଲା କି ଦୁଇ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା କରି ସମାଧାନ କରିବା ପାଇଁ। କିନ୍ତୁ ଆଜି 20-21 ବର୍ଷ ହେଲାଣି, ଏ ପର୍ଯ୍ୟନ୍ତ ନା ଆନ୍ଧ୍ର ନା ଓଡ଼ିଶା ଏ ଦୁଇ ରାଜ୍ୟ ଭିତରେ କେବେ ବସିନାହାନ୍ତି କିମ୍ବା ଆପୋଷ ଆଲୋଚନା କରିବା ପାଇଁ ଉଦ୍ୟମ ବି କରୁଛନ୍ତି ମୁଁ କହିପାରିବିନି, ଯେହେତୁ କି ଏପର୍ଯ୍ୟନ୍ତ କିଛି ବି କରିନାହାନ୍ତି। ତ ବର୍ତ୍ତମାନ ସୁଦ୍ଧା ଆନ୍ଧ୍ର ଓଡ଼ିଶା ବିବାଦ ଚାଲିଛି ଏବଂ କୋଟିଆ ସର୍ବଦା କୋଟିଆ ଉପରେ କହୁଛନ୍ତି, କିନ୍ତୁ କୋଟିଆର ସମାଧାନ ହେଇପାରୁନାହିଁ। ଆନ୍ଧ୍ରରେ ଯେଉଁମାନେ ଅଛନ୍ତି, ଆପଣଙ୍କ ମାନ୍ୟମ ଜିଲ୍ଲା ଯେଉଁଟା ପାର୍ବତୀପୁର ଜିଲ୍ଲାରେ,
ଏବଂ କୋରାପୁଟ ଜିଲ୍ଲାର ଯେଉଁ ଲୋକ ଅଛନ୍ତି ସମସ୍ତ ଏକା ତାଙ୍କର ନୀତି ରୀତି ଚାଲିଚଳନ ପର୍ବପର୍ବାଣୀ ଖାନା ପିନା ସବୁ ଗୋଟିଏ ଜାତିର ଲୋକ ଅଛନ୍ତି। କିନ୍ତୁ ସେଠି ଗୋଟେ ବାଡ଼ ଗୋଟେ କାନ୍ଥ ଭାଙ୍ଗି କରାହେଇଛି ଯେମିତିକି ଏଇଟା ଡିସ୍ପ୍ୟୁଟ୍ ଏରିଆ କରିଦେଇଛନ୍ତି, ଏଇଟା ଆନ୍ଧ୍ର ଓଡ଼ିଶା। କିନ୍ତୁ ସମ୍ପୂର୍ଣ୍ଣ ସେଇଟା ହେଉଛି ଓଡ଼ିଶାରେ ହିଁ ଥିଲା, ଜୟପୁର ରଜାଙ୍କ ଅଧୀନରେ ହିଁ ଥିଲା, ଯାହାକି ପାଞ୍ଚପେଣ୍ଟା ଏରିଆ ଜୟପୁର ଅଣ୍ଡରରେ ଥିଲା। ଆଜି ସେଇଟାକୁ ଯଦି ଯେଉଁ କାରଣରେ ଦେଖ 1936 ମସିହା ରାଜ୍ୟ ହେଇଛି, ଆନ୍ଧ୍ର ହେଲା 1956 ମସିହାରେ। ସେତେବେଳେ ତ ଆମର ସବୁ ଆମ ଏରିଆ ଥିଲା ବୋଲି ହିଁ ମୋ ବାପା ଯେତେବେଳେ ବିଧାୟକ ଥିଲେ, ସାଲୁର MLA ସହିତ ସେତେବେଳେ 1961-62 ଦୁଇ ଜଣଙ୍କର ବିବାଦ ସୃଷ୍ଟି ହେଲା। ମୋ ବାପା କହିଲେ ଯେ ଏଇଟା ମୋର ପଟ୍ଟାଙ୍ଗୀ ତାଲୁକ, ଏଇଟା ମୋର ପଟ୍ଟାଙ୍ଗୀ ତହସିଲ, ଏଇଟା ମୋ ଓଡ଼ିଶା। ସେ କହିଲା ଯେ ନାଇଁ ଏଇଟା ଆମର ସାଲୁର ତହସିଲ, ଆମର ଏଇଟା ଆନ୍ଧ୍ରା। এই ହିସାବ ଦୁଇ ବିଧାୟକ ମଧ୍ୟରେ ବହୁତ ଯୁଦ୍ଧ ମାନେ ଏଇ ପ୍ରକାର ଯେ ବହୁତ ଗଣ୍ଡଗୋଳ ହେଇଛି, ମାରପିଟ ପର୍ଯ୍ୟନ୍ତ ବି ପଳେଇଲେ, ଉଭୟ ଭିତରେ ଉଭୟ କର୍ମୀ ଭିତରେ ପିଟାପିଟି ପର୍ଯ୍ୟନ୍ତ ପଳେଇଲେ 1962 ମସିହାରେ। ତ ସେ ଦିନଠୁ ଡିସ୍ପ୍ୟୁଟ୍ ବା କୋଟିଆ ବିବାଦ ଆରମ୍ଭ ହେଇଛି, କିନ୍ତୁ ଆଜି ଯାଏଁ ସମାଧାନ ହେଇପାରୁନି। ତେଣୁ ଆମେ ଯଦି ସ୍ୱତନ୍ତ୍ର ରାଜ୍ୟ କରିବା ତାହେଲେ ଆମର 4ଟି ଜିଲ୍ଲା, ଏଇଥିପାଇଁ 4ଟା ଜିଲ୍ଲା କରାହେଉଛି ଯେ ଆନ୍ଧ୍ରର 2ଟି ଜିଲ୍ଲା ପାର୍ବତପୁର ଏବଂ ପାଡ଼େର, ଏ 2ଟା ଜିଲ୍ଲାର ଆମର ହେଉଛି 3ଟା ଜିଲ୍ଲା ସହିତ ବିବାଦ ଚାଲିଛି। ଗୋଟେ ହେଲା ରାୟଗଡ଼ା ଜିଲ୍ଲା, ଗୋଟେ କୋରାପୁଟ, ଗୋଟେ ମାଲକାନଗିରି, ତାଙ୍କର 2ଟା ଜିଲ୍ଲା। ଏ 2ଟା ଜିଲ୍ଲା ଏବଂ ଏ 3ଟା ଜିଲ୍ଲା ଭିତରେ ଆମର ଯେଉଁ ସୀମା ବିବାଦ ଲାଗି ରହିଛି, କେବେ ବି ସମାଧାନ ହେଇପାରୁନାହିଁ। ଯେମିତି କୋଟିଆ, ତା ପୂର୍ବରୁ ଆମର ବରାମୁଠାର 13 ଖଣ୍ଡ ଗାଁ ଥିଲା, ସେଟା ବି ପଟ୍ଟାଙ୍ଗୀ ତାଲୁକରେ ଥିଲା। ସେଟା 2010 ମସିହାରେ ସେଟା ଆନ୍ଧ୍ରାକୁ ଚାଲିଗଲା, ସୁପ୍ରିମକୋର୍ଟ ଆନ୍ଧ୍ରାକୁ ଦେଇଦେଲେ। ତାକୁ ମଧ୍ୟ ରାଜ୍ୟ ସରକାର ରିପିଟିସନ୍ କଲେ ନାହିଁ କି ତା ପ୍ରତି ଧ୍ୟାନ ମଧ୍ୟ ଦେଉନାହାନ୍ତି। ଆଜି ଆମେ କୋଟିଆ ଆମେ ନିଜେ ଜଗିଛୁ, ନିଜ ଗ୍ରାମ ପଞ୍ଚାୟତ ବୋଲି ଆମେ ଜଗିଛୁ ବୋଲି ହୁଏତ ଯାଇନି ଆଜି ପର୍ଯ୍ୟନ୍ତ, ନହେଲେ ଯେମିତି ବରାମୁଠା ଚାଲିଗଲା 13 ଖଣ୍ଡ ଗାଁ, ସେମିତି କୋଟିଆର ମଧ୍ୟ 24 ଖଣ୍ଡ ଗାଁ ଚାଲି ଯାଇଥାନ୍ତା, କିନ୍ତୁ ଆମେ ଜଗି ରହୁଛୁ। ତେଣୁ ଏହାର ସମସ୍ୟା ସମାଧାନ କରିବା ପାଇଁ ଏକମାତ୍ର ହେଉଛି ସ୍ୱତନ୍ତ୍ର ରାଜ୍ୟ। ଆନ୍ଧ୍ରାରେ ମଧ୍ୟ ସେମାନେ ରାଜି ଅଛନ୍ତି, ଆନ୍ଧ୍ରାର 2ଟା ଜିଲ୍ଲା, ସେମାନେ ଆନ୍ଧ୍ରା ଛାଡ଼ିବା ପାଇଁ ରାଜି, ଆମେ 4ଟା ଜିଲ୍ଲା ଓଡ଼ିଶା ଛାଡ଼ିବାକୁ ହେବ। ତେବେ ଆମେ 6ଟା ଜିଲ୍ଲା ମିଶିକି ଯଦି ଆମେ ରାଜ୍ୟ କରିବା ତାହେଲେ ଆମର ବର୍ଡ଼ର ଡିସ୍ପ୍ୟୁଟ୍ ସୀମା ବିବାଦ ଆଉ ରହିବନି, ସବୁକିଛି ସମାଧାନ ହେଇପାରିବ। ଏ ଉଦ୍ଦେଶ୍ୟ ନେଇକରି ଆମେ ଏଇ ସ୍ୱତନ୍ତ୍ର ଦଣ୍ଡକାରଣ୍ୟ ରାଜ୍ୟ ତିଆରି କରିବା ପାଇଁ ଚାହୁଁଛୁ। ଦଣ୍ଡକାରଣ୍ୟ ହେଉଛି ଟୋଟାଲ ଅବ୍ୟକ୍ତ କୋରାପୁଟ ଜିଲ୍ଲା ଏବଂ ଅବ୍ୟକ୍ତ ବିଶାଖାପାଟଣା ଜିଲ୍ଲା, ଅବ୍ୟକ୍ତ ବସ୍ତର ଜିଲ୍ଲା, ଏଇଟା ମିଶିକି ଦଣ୍ଡକାରଣ୍ୟ ଅଞ୍ଚଳ ଥିଲା। ଏଥିପାଇଁ ଆମେ ଦଣ୍ଡକାରଣ୍ୟ ନାଁରେ ଆମେ ଏ ରାଜ୍ୟ ତିଆରି କରିବା ପାଇଁ ଚାହୁଁଛୁ। ତେଣୁ ବିଶେଷ କରି ଯଦି ପ୍ରକୃତରେ ଆମ ପିଲାମାନେ ଭବିଷ୍ୟତ ପାଇଁ ଯଦି ଚାହୁଁଛ ଚାକିରି ପାଇବା ପାଇଁ ନିଯୁକ୍ତି ସୃଷ୍ଟି କରିବା ଚାହୁଁଛନ୍ତି, ତାହେଲେ ଆମେ ସ୍ୱତନ୍ତ୍ର ରାଜ୍ୟ ହେବାକୁ ହିଁ ପଡ଼ିବ। ଆଉ ଯେଉଁଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ରାଜ୍ୟ ନ ହେଇଛି, ତୁମେ ଅବ୍ୟକ୍ତ କୋରାପୁଟ ଜିଲ୍ଲା ପିଲାମାନେ ଯୁବତୀମାନେ କେବେ ବି ଚାକିରି ପାଇବା ସୁଯୋଗ ପାଇବେ ନାହିଁ। ମୁଁ ଯାହା ଦେଖିଛି, ମୋ MLA 4 ଥର ବିଧାୟକ, MP, ମନ୍ତ୍ରୀ ଥାଇକି ମୁଁ ଯାହା ଦେଖୁଛି ଆଜି ପର୍ଯ୍ୟନ୍ତ, ଯେ ୟା ଯଦି ନ କରିବେ ଆମର ଭବିଷ୍ୟତ ଅନ୍ଧାର ହେବ ଏବଂ ଆମ ପିଲାମାନଙ୍କ ଭବିଷ୍ୟତ ଆଗକୁ ଭଲ ନାହିଁ। ଏହି ଦୃଷ୍ଟିରୁ ମୁଁ ଏଠି ସ୍ୱତନ୍ତ୍ର ରାଜ୍ୟ କରିବା ପାଇଁ ମୁଁ ସମସ୍ତ ରାଜନୀତି ଦଳରେ ନ ରହି ସବୁ ଇସ୍ତଫା ଦେଇଦେଇଛି। କୌଣସି ରାଜନୀତି ଦଳରେ ରହିବିନି କି ସାଂସଦ ବା ବିଧାୟକ ମଧ୍ୟ ମୁଁ କଣ୍ଟେଷ୍ଟ ଆସନ୍ତା ଥର କରିବି ନାହିଁ, ଯେଉଁ ପର୍ଯ୍ୟନ୍ତ ନୂତନ ରାଜ୍ୟ ନ ହେଇଛି। ଏହି ନିଷ୍ପତ୍ତି ନେଇ ମୁଁ ବର୍ତ୍ତମାନ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ବା DPP କୁ ସଂଗଠନ କରିବା ପାଇଁ ଲାଗିଛୁ। ମୁଖ୍ୟତଃ ମୋର ଆନ୍ଧ୍ରର 2ଟା ଜିଲ୍ଲା ଭିତରେ ମୁଁ ଫୋକସ୍ କରୁଛି ଏବଂ ସେ ଜାଗାରେ ଲୋକଙ୍କ ସହିତ ସେ ନେତାମାନଙ୍କ ସମ୍ପର୍କ ରଖି ତାଙ୍କୁ ଯେମିତି ରାଜି କରେଇ ତାପରେ ଆମ ଅବ୍ୟକ୍ତ କୋରାପୁଟ ଜିଲ୍ଲା ଭିତରେ ପ୍ରବେଶ କରିବା ପାଇଁ ଠିକ୍ ଅଛି। କୋରାପୁଟ ଜିଲ୍ଲାର ପର୍ଯ୍ୟଟକ ସଂସ୍କୃତିର ବିକାଶ ପାଇଁ କ'ଣ କରିବା ଦରକାର? କହିଲି କାରଖାନା ଠାରୁ ଏବେ ଧରିନିଅ ସମସ୍ତେ ଜାଣନ୍ତୁ, ନାଲକୋ କାରଖାନାରେ ପାଖାପାଖି 1600 କର୍ମଚାରୀ ଅଛନ୍ତି। HL କହିଲେ 1100 ନା 1200 ଲୋକ ଚାକିରି କରୁଛନ୍ତି। କିନ୍ତୁ ଆମେ ଯଦି ଗୋଟିଏ ଦେଓମାଳି ପର୍ଯ୍ୟଟନ କେନ୍ଦ୍ର ସୃଷ୍ଟି କରିବା, ତାହେଲେ এই ଦେଓମାଳିରେ ମୋର ଯେତିକି ମନରେ ଅଛି, ଅତି କମ୍ରେ 3000ରୁ ଉର୍ଦ୍ଧ୍ୱ ପିଲା ଚାକିରି ପାଇପାରିବେ। ଯଦି ଆନ୍ଧ୍ରା, ତାମିଲନାଡ଼ୁ, ଅନ୍ୟାନ୍ୟ ରାଜ୍ୟରେ ଯେଉଁ ହିସାବରେ କରୁଛନ୍ତି, ଆପଣଙ୍କର ହିମାଚଳ ପ୍ରଦେଶରେ ଯେଉଁ ହିସାବରେ ପର୍ଯ୍ୟଟନ କେନ୍ଦ୍ର କରୁଛନ୍ତି, ସେ ହିସାବରେ ଯଦି କରାଯାଏ, ତାହେଲେ ଅବ୍ୟକ୍ତ କୋରାପୁଟ ଜିଲ୍ଲାରେ ଏମିତି ସୁନ୍ଦର ଜାଗା ଅଛି, ପ୍ରାକୃତିକ ଜିନିଷ ଜାଗା ରହିଛି, ଯାହାକି ସେଇଟାକୁ ଆମେ ପର୍ଯ୍ୟଟନ କେନ୍ଦ୍ର ବା ପର୍ଯ୍ୟଟନ ସ୍ଥଳୀ ତିଆରି କରିପାରିବା।
କିନ୍ତୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି। ଏବେ ନୁହେଁ, ପୂର୍ବ ସରକାର ଓ ଏ ସରକାର ଯେଉଁ ହିସାବରେ ପର୍ଯ୍ୟଟନ କେନ୍ଦ୍ର କରିବା ପାଇଁ ଯେଉଁ ହିସାବରେ କରିବା କଥା ତାହା କରୁନାହାନ୍ତି। କିନ୍ତୁ ବର୍ତ୍ତମାନ ଦେଓମାଳିକୁ ବର୍ତ୍ତମାନ ସରକାର ବହୁତ ଟିକେ ଫୋକସ୍ କରିଛନ୍ତି ଏବଂ କିଛି ଅର୍ଥ ବି ବର୍ତ୍ତମାନ ବରାଦ କରିଛନ୍ତି। ଆଗାମୀ ଦିନ ଭବିଷ୍ୟତରେ ଦେଓମାଳିଟା ବହୁତ କିଛି ଅତି ସୁନ୍ଦର ଓଡ଼ିଶାର ସବୁଠୁ ଭଲ ପର୍ଯ୍ୟଟନ କେନ୍ଦ୍ର ହେବ। ଏବଂ ସେଇ ଦେଓମାଳିକୁ ଯେତେବେଳେ ମୁଁ 2001 ମସିହାରେ ବିଦାୟ କରିଥିଲି, ସେତେବେଳେ ମୁଁ ଯେହେତୁ ସେଇଟା ରିଜର୍ଭ ଫରେଷ୍ଟ ଏରିଆ, ସେଠି ରାସ୍ତା କରିବା ପାଇଁ ଦେଉନଥିଲେ, ମୋ ନିଜ ହାତରୁ ପଇସା ଖର୍ଚ୍ଚ କରି 2ଟି ମେସିନ୍ ଆଣି ମୁଁ ସେଟାକୁ ରାତାରାତି ରାସ୍ତା କରିଥିଲି ବୋଲି ଆଜି ଆପଣମାନେ ଦେଖିବା ଯାଇପାରୁଛନ୍ତି। ଓଡ଼ିଶାର ଉଚ୍ଚତମ ପର୍ବତ, କେବଳ ପାଠରେ ପଢ଼ୁଛନ୍ତି, ବହିରେ ଦେଖିଛନ୍ତି ଯେ ଓଡ଼ିଶାର ଉଚ୍ଚତମ ପର୍ବତ ଦେଓମାଳି, କିନ୍ତୁ କିଏ ଯାଇପାରୁନଥିଲେ। ତାହା ମୁଁ 2001 ମସିହାରେ ସ୍ୱତନ୍ତ୍ର ନିଜ ଇଚ୍ଛାରେ ବ୍ୟକ୍ତିଗତ ପ୍ରଚେଷ୍ଟାରେ ମୁଁ ରାସ୍ତା ତିଆରି କଲି ଏବଂ ଆଜି ବର୍ତ୍ତମାନ ସୁନ୍ଦର ରାସ୍ତା ହେବାକୁ ଯାଉଛି। ତେଣୁ ସେଇଠି ବହୁତ କିଛି ପର୍ଯ୍ୟଟନ ସୃଷ୍ଟି ହେବ। ଏଇଥିପାଇଁ ମଧ୍ୟ ସେହିପରି ଆପଣଙ୍କର ନାଗେଶ୍ୱର ପର୍ବତ ଆମ ବାଲଦାର, ତାକୁ ମଧ୍ୟ ମୁଁ ନିଜେ ରାତାରାତି ହାତରୁ ପଇସା MLAଠୁ ପଇସା ଖର୍ଚ୍ଚ କରି ସେଇଟା ମଧ୍ୟ ରାସ୍ତା କରିଥିଲି। ତାକୁ ଯେଉଁ ହିସାବରେ ଏତେ ବର୍ଷ ହେଲାଣି, ତାକୁ ଯେଉଁ ହିସାବରେ ପର୍ଯ୍ୟଟନ କେନ୍ଦ୍ର ଭଳିଆ ରହିବା କଥା, କରିବା କଥା, ବିକାଶ କରିବା କଥା, ତାହା ବି ଆଜି ପର୍ଯ୍ୟନ୍ତ କରୁନାହାନ୍ତି। ଆପଣଙ୍କୁ ଉଦାହରଣ ଦେବି, ଆପଣଙ୍କର ଆନ୍ଧ୍ରାରେ ବରା ମୁଠା, ଯାହାକି ଆମ ଓଡ଼ିଶାରେ ଥିଲା, ଆନ୍ଧ୍ରାକୁ ଚାଲିଯାଇଛି, ତାକୁ କେତେ ସୁନ୍ଦର ବନେଇଛନ୍ତି। ଆପଣ ଗୋଟେ ବରା ମୁଠା ପାଇଁ ବୋଲି ଆର୍କୁ ଭ୍ୟାଲିଟା ବର୍ତ୍ତମାନ ହେଇଛି। ଆର୍କୁ ଭ୍ୟାଲି କେତେ ହୋଟେଲ ହେଲାଣି, କେତେ ଲୋକ ସେଠି ଯାଉଛନ୍ତି। ପାଖାପାଖି 218 ଜଣ ପିଲା ସେଠି ଚାକିରି କରୁଛନ୍ତି। 218 ପିଲା ସେଠି ନିଯୁକ୍ତି ପାଇଛନ୍ତି। ଗୋଟିଏ ଗୁମ୍ଫା, ଏ ପ୍ରକାର ଆମର ଅନେକ ଗୁମ୍ଫା ରହିଛି। ନାଗେଶ୍ୱର ଗୁମ୍ଫା କୁହ, ରାଜା କେଭ୍ କୁହ, ହାତୀବାରି ଗୁମ୍ଫା କୁହ, ଆପଣଙ୍କର ଆମ୍ପାବଲିର ୱାଲାପାରୁ ଠାରୁ ଆରମ୍ଭ କରି ପେଦାପାଡ଼ୁ, ଏମିତି ଅନେକ ଗୁମ୍ଫା ଯାକ ରହିଛି। ଆପଣଙ୍କର ଏଇଠି ପାଖୁଜଲାରେ ରହିଛି କି ମାଳି ପର୍ବତ, ଏମିତି ଅନେକ ଗୁମ୍ଫା ରହିଛି। ତାକୁ ଯଦି ଆମେ ସେଇ ହିସାବରେ ତିଆରି କରିବା ତାହେଲେ ବହୁତ କିଛି ନିଯୁକ୍ତି ସୃଷ୍ଟି ହେଇପାରିବ। କିନ୍ତୁ ସରକାର ସେସବୁ ଅଣଦେଖା କରୁଛନ୍ତି। ହୁଏତ ସରକାର ଜାଣିପାରୁନାହାନ୍ତି, ବୁଝିପାରୁନାହାନ୍ତି, ବା ଯେଉଁମାନଙ୍କୁ ବିଭାଗୀୟ ମନ୍ତ୍ରୀ କରୁଛନ୍ତି ସେମାନେ ହୁଏତ ତାଙ୍କର ଅଭିଜ୍ଞତା ନଥିବ, ଯେଉଁଥିପାଇଁକି ଏ କାମ ହେଇପାରୁନି। ଆପଣ ଯେତେବେଳେ ମନ୍ତ୍ରୀ ଥିଲେ ସେତେବେଳର ରାଜନୀତି କ'ଣ ଆଉ ଏବେର ରାଜନୀତି କ'ଣ, ଟିକେ ତଫାତ୍ କ'ଣ ଟିକେ କୁହନ୍ତୁ। ଆମ ସମୟରେ ଯେଉଁ ବିଜୁବାବୁଙ୍କ ମନ୍ତ୍ରିମଣ୍ଡଳରେ ଯାହା ଆମେ ସବୁ ମନ୍ତ୍ରୀ ଥିଲୁ, ଆମେ ସେତେବେଳେ ମନ୍ତ୍ରୀ ପରିଷଦ ଯେଉଁମାନେ ମନ୍ତ୍ରୀ ଥିଲେ, ଯେଉଁ ବିଭାଗର ମନ୍ତ୍ରୀ ସେ ବିଭାଗର ସରକାର ଭଳିଆ କାମ ହେଉଥିଲା। ସେଇ ନିଜ ବିଭାଗର ସରକାର, ସେ ବିଭାଗର ମନ୍ତ୍ରୀ ହିସାବରେ ସେ ଯାହା ଚାହୁଁଥିଲେ ତାହା କରିପାରୁଥିଲେ। ବର୍ତ୍ତମାନ ସେୟା ଦେଖିବାକୁ ଆମେ ପାଉଛୁ। ବର୍ତ୍ତମାନ ତୃତୀୟ ମହଲାରେ ଯାହା ନିଷ୍ପତ୍ତି ତାହା ହିଁ କାମ ହେଉଛି। କୌଣସି ଗୋଟେ ମନ୍ତ୍ରୀ ନିଜ ଇଚ୍ଛାରେ କାମ କରିପାରୁନାହାନ୍ତି। କିନ୍ତୁ ଯାହାକି ମୁଁ ଯେତେବେଳେ ମନ୍ତ୍ରୀ ଥିଲି 5 ବର୍ଷ, 1990ରୁ 1995, ମୁଁ ଯେତେବେଳେ ଯାହା ଚାହିଁଛି, ଯାହାକୁ ଇଚ୍ଛା କଲି ତାକୁ କଲେକ୍ଟର ଆଣିଥିଲି, ଯାହାକୁ ଇଚ୍ଛା କରିଥିଲି ତାକୁ SP ଆଣିଥିଲି, ଯାହାକୁ ଯେଉଁଠି ଜଣେ ଭଲ ଲୋକ ବାଛି ଆଣିକିରି ଆମେ BDO, ତହସିଲଦାର, କଲେକ୍ଟର, ସବ୍ କଲେକ୍ଟର ସମସ୍ତ ଆମେ ନିଜେ ବାଛିକିରି ଆଣୁଥିଲୁ। ବର୍ତ୍ତମାନ ସେସବୁ ନାହିଁ। ବର୍ତ୍ତମାନ ତାଙ୍କ ଉପର ମହଲରେ ଯାହା ଡିସିସନ୍, ସେମାନେ ଯାହାକୁ ପଠାଇବେ ତାକୁ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି। ଏବଂ ବର୍ତ୍ତମାନର ମନ୍ତ୍ରୀମାନେ ଏବଂ ଆମ ସମୟର ମନ୍ତ୍ରୀ ଭିତରେ ବହୁତ ତଫାତ୍ ରହିଛି। ସେତେବେଳେ ମନ୍ତ୍ରୀମାନଙ୍କୁ ଯେଉଁ ସମ୍ମାନ ମିଳୁଥିଲା, ଆଜି ସେ ସମ୍ମାନ ନାହିଁ। ମୁଁ ତ ଦିନେ କଲେକ୍ଟର ଅଫିସ୍ କ'ଣ ଦେଖିନଥିଲି। ଯେତେବେଳେ କଲେକ୍ଟରଙ୍କୁ ଡାକିବି ଏଇ କୁନ୍ଦୁଲି ହାଟ ପଦାରେ ମୋ ଘରେ ଆସୁଥିଲେ ଏବଂ ମୋ ଘରେ ମିଟିଂ କରାହେଉଥିଲା। ମୁଁ କେବେ କଲେକ୍ଟର ପାଖକୁ ଯାଉନଥିଲି, ବା କେତେବେଳେ ଆସିଲେ ହଁ ସାର୍ କେଟା ଦେଖା ହେଇପାରୁଥିଲା। କିନ୍ତୁ ବର୍ତ୍ତମାନ ତ ଆଜିକାଲିର ମନ୍ତ୍ରୀମାନେ କଲେକ୍ଟରଙ୍କ ଘରକୁ ଯିବାକୁ ପଡ଼ୁଛି। ତାମାନେ ଅଫିସର ରାଜ, ପ୍ରକୃତ ଜନପ୍ରତିନିଧିଙ୍କୁ ଯେଉଁ ଶାସନ ରହିବା କଥା ସେ ଶାସନ ଏବେ ନାହିଁ। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲା ଦିନଠାରୁ ବିଜେଡ଼ି ସରକାର ଠାରୁ ଏ ଲୋପ ପାଇଯାଇଛି ଯେ ଜନପ୍ରତିନିଧିଙ୍କୁ ଯେଉଁ ସମ୍ମାନ ମିଳିବା କଥା, ଜଣେ MLA ସାଂସଦମାନଙ୍କର ଯେଉଁ ପାୱାର ଅଛି, ଯେଉଁ ଅଧିକାର ଅଛି, ସେସବୁ ବର୍ତ୍ତମାନ କିଛି ନାହିଁ କହିଲେ ଚଳେ। ଯାହାକି ଏସବୁ ଦେଖି ସେଥିପାଇଁ ମୋତେ ଆଉ MLA MP ଠିଆ ହେବା ପାଇଁ କି କୌଣସି ଦଳକୁ ଯିବା ପାଇଁ ବି ମୋର ଇଚ୍ଛା ନାହିଁ। କୃଷକ ଆଦିବାସୀମାନଙ୍କ ପାଇଁ କ'ଣ କରିବା ଦରକାର? କୃଷକମାନଙ୍କ ପାଇଁ ତ ପ୍ରଥମ କଥା ହେଲା, ଆମର 3ଟା ଡ୍ୟାମ୍ ଅଛି। ଗୋଟେ ହେଲା ମାଛକୁଣ୍ଡ ବା ଜୋଲାପୁର ଡ୍ୟାମ୍, କୋଲାବ ଡ୍ୟାମ୍, ଚିତ୍ରକୋଣ୍ଡା ଡ୍ୟାମ୍। ଏ ଡ୍ୟାମ୍ରେ ପାଣି ମଧ୍ୟ ଆମେ ଯଦି ସରକାର ଚାହିଁଥାନ୍ତେ ବହୁତ କିଛି ଇରିଗେସନ୍ର ସୁବିଧା ଦେଇଥାନ୍ତେ।
ବର୍ତ୍ତମାନ ଆମର ପଟ୍ଟାଙ୍ଗୀ ବ୍ଲକ, କୋରାପୁଟ ବ୍ଲକ ଆଉ ସେମୁଡା ବ୍ଲକ ୟାର ଭିତରେ ହିଁ ଆଉ ନନ୍ଦପୁର ବ୍ଲକ କିଛି ଅଞ୍ଚଳରେ କେବଳ ଝରଣା ପାଣି ଉପରେ ନିର୍ଭର କରୁଛନ୍ତି। ସେ ପାହାଡ଼ ପର୍ବତ ଜଙ୍ଗଲ ଅଛି ବୋଲି ସେଇଠୁ ଯାହା ପାଣି ବାହାରୁଛି ତାହିଁରେ କିଛି କିଛି ଚାଷ ହେଉଛି, ଗୋଟେ ପନିପରିବା ତିଆରି ହେଉଛି। କିନ୍ତୁ ଆମର ସରକାରଙ୍କ ତରଫରୁ ସେହି ପ୍ରକାର ଇରିଗେସନ୍ର ସୁବିଧା ନାହିଁ ବା ସୁବିଧା ବି ହେଇ ବି ପାରିବନି। କିନ୍ତୁ ଜଳଭଣ୍ଡାର ରହିଛି, ସେଇଠାରୁ ପାଣି ମଧ୍ୟ ଆମେ ଯେଉଁ ବଡ଼ ପାଇପ୍ରେ ଗୋଟେ ଉଚ୍ଚ ସ୍ଥାନ ଗୋଟେ ଟ୍ୟାଙ୍କି ବନେଇ ଯଦି ଆମେ ଚାଷୀମାନଙ୍କୁ ଯେଉଁମାନେ ବୁଢ଼ୀ ଅଞ୍ଚଳ ହେଇଗଲେ ଯାହାର ଜମି ହରେଇକି ବସିଛନ୍ତି, ଆପଣ 3-3ଟା ଡ୍ୟାମ୍ ଜଲାପୁର, ମାଛକୁଣ୍ଡ, ମାନେ ଆପଣଙ୍କ ଜଲାପୁର, କୋଲାବ, ଚିତ୍ରକୋଣ୍ଡା ଏଇ ଲୋକମାନଙ୍କୁ ସୁବିଧା ହେଇପାରିଥାନ୍ତେ। କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ସେ କଥା ଚିନ୍ତା ବି କରୁନାହାନ୍ତି। ଏବଂ ଯେଉଁ ଜାଗାରେ ଆମେ ଆମେ ହାଇଡ୍ରୋଲିକ୍ ପ୍ରୋଜେକ୍ଟ ବାହାର କରୁଛୁ, ଇଲେକ୍ଟ୍ରିକ୍ ପାୱାର ବାହାରୁଛି, ସେ ଜିଲ୍ଲା ଅର୍ଥାତ୍ ଆମ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆମେ ଆଜି ପର୍ଯ୍ୟନ୍ତ କଂଗ୍ରେସ ସରକାର, ବିଜେଡ଼ି ସରକାର, ବିଜେପି ସରକାର, ଜନତା ପାର୍ଟି ସରକାର ସବୁ ସରକାର ହେଲେଣି, କେବେ ଆମ ଲୋକଙ୍କ ପାଇଁ ଯେଉଁମାନେ ଯାହାଙ୍କ ଜମି ପାଇଁ ଯାହାର ଆଜି ଜଳମଗ୍ନ କରାହେଲା, ଯାହାର ଜମି ଘର ଦ୍ୱାର ବାଡ଼ି ଆଜି ବୁଢ଼ୀ ଅଞ୍ଚଳ ହେଇକି ରହିଲା, ତାଙ୍କ ପାଇଁ ଆଜି କ'ଣ ଫ୍ରିରେ ଇଲେକ୍ଟ୍ରିକ୍ ଦେଇପାରିଲୁ କି? ନାଇଁ ନା। କିନ୍ତୁ ଆମର ଇଲେକ୍ଟ୍ରିକୁ ଦିଲ୍ଲୀ ସରକାର କିଣି ନେଇକି ତାଙ୍କ ଲୋକଙ୍କୁ ଫ୍ରି ଅଫ୍ କଷ୍ଟରେ ଦେଉଛନ୍ତି ଇଲେକ୍ଟ୍ରିକ୍। ପଞ୍ଜାବ ସରକାର ଦେଇପାରୁଛି, ହେଲେ ଆମ ଜିଲ୍ଲାରେ ଉତ୍ପାଦନ ହେଉଛି ବିଦ୍ୟୁତ୍, ମାତ୍ର ଆମ ଲୋକଙ୍କୁ ଦେଇପାରିବୁ ଆଜି ପର୍ଯ୍ୟନ୍ତ କୌଣସି ସରକାର ବି ଦେଲା ନାହିଁ। ଏସବୁ ସମ୍ଭବ ଦଣ୍ଡକାଣ୍ଡ ରାଜ୍ୟ, ଆମେ ସ୍ୱତନ୍ତ୍ର ରାଜ୍ୟ ହେଲେ ଆମେ ଦେଇପାରିବା। ଏଇଥିପାଇଁ ଆମେ ଆଉ ଯେତେ ଦିନ ପର୍ଯ୍ୟନ୍ତ ଆମ ଓଡ଼ିଶା ସରକାର ସହିତ ରହିବା, ଓଡ଼ିଶାରେ ରହିବା, ଏ ସୁବିଧା ଆମେ ପାଇବା ନାହିଁ କି ଆମକୁ ଦେବେ ମଧ୍ୟ ନାହିଁ। ତେଣୁ ଆମ ବେକାର ସଂଖ୍ୟା ବଢ଼ି ବଢ଼ି ଯିବ ସିନା, ବେକାର ସଂଖ୍ୟା କମିବାର ନାହିଁ। ଏବଂ ଚାଷୀମାନଙ୍କ ପାଇଁ ଦେଖୁଛନ୍ତି, ଚାଷୀମାନଙ୍କୁ ତ ଆମ ବିଶେଷ ଏପଟେ ତ ଧାନ ନାହିଁ, ଆମର ଜୟପୁର, ମାଲକାନଗିରି ଜିଲ୍ଲାରେ, ନବରଙ୍ଗପୁର ଜିଲ୍ଲାରେ, ଆପଣଙ୍କ ରାୟଗଡ଼ା ଜିଲ୍ଲାରେ ଏଇଠି ସବୁ ବହୁତ କିଛି ଧାନ ଅଧିକ ପ୍ରଡକ୍ସନ୍ ହେଉଛି, କିନ୍ତୁ ତାକୁ ମଧ୍ୟ କିଣିବା ଲୋକ ଠିକ୍ସେ ମୂଲ୍ୟ ପାଉନାହାନ୍ତି ବା ଯେଉଁ ମଣ୍ଡି କରୁଛନ୍ତି ତାହିଁରେ ମଧ୍ୟ ଧାନ ବିକ୍ରି ବି ହେଇପାରୁନି, ଏ ଅବସ୍ଥାରେ ରହିଲାଣି। ତାପରେ ବିଶେଷ କରି ଆଦିବାସୀମାନଙ୍କର ମୁଖ୍ୟତଃ ହେଉଛି ଯେଉଁମାନେ ପାହାଡ଼ ପର୍ବତ ଭିତରେ ରହିଛନ୍ତି, ସେମାନଙ୍କ ବିକାଶ ପାଇଁ ହେଲେ ଏକମାତ୍ର ଯେମିତି ଆନ୍ଧ୍ରପ୍ରଦେଶର ଆପଣ ଆର୍କୁ ଭ୍ୟାଲିରେ ବା ଆପଣଙ୍କ ପାଣିର ଜିଲ୍ଲାରେ ଯେମିତି ସୁବିଧା କରୁଛନ୍ତି, ପ୍ରତ୍ୟେକ ଜଙ୍ଗଲ ଭିତରେ ସବୁ ଯାକ ଆପଣ କଫି ପ୍ଲାଣ୍ଟେସନ୍ କରାହେଇଛି, ଗୋଲମରିଚ ଚାଷ କରାହେଉଛି, ଏ ଜିନିଷ ଆଜି ପର୍ଯ୍ୟନ୍ତ ଓଡ଼ିଶା ସରକାର ଚିନ୍ତା ବି କରୁନାହାନ୍ତି। ଆମର ଥଣ୍ଡା ଏରିଆ, ଉଚ୍ଚତମ ଏରିଆ ଆମର ପଟ୍ଟାଙ୍ଗୀ କୋରାପୁଟ ସବ୍ ଡିଭିଜନ, ଏ କୋରାପୁଟ ସବ୍ ଡିଭିଜନ ସବୁ ଜାଗାରେ କଫି ଚାଷ ହେଇପାରିବ, କିନ୍ତୁ ତାଙ୍କୁ ଆଜି ପର୍ଯ୍ୟନ୍ତ ଅଣଦେଖା କରୁଛନ୍ତି, କାହା ମୁଣ୍ଡରେ ପଶୁନି। ଯେଉଁମାନେ ପ୍ରାଇଭେଟ୍ ଲୋକ ଆସି ନିଜ ନିଜ ଜମି କିଣିକି ସେଠି କଫି ପ୍ଲାଣ୍ଟେସନ୍ କରୁଛନ୍ତି, ଅଥଚ ଆମ ଲୋକଙ୍କୁ ପାହାଡ଼ ପର୍ବତ ଅଛି ସେଠି ଲୋକଙ୍କୁ ସେ ସୁବିଧା କରାଯାଉନି। ତା ବଦଳରେ ନୀଳଗିରି ଗଛ, ୟୁକାଲିପଟାସ୍ ଗଛ ଲଗେଇ ଦେଉଛନ୍ତି, କିନ୍ତୁ ଲୋକମାନେ ଯେଉଁଟା ବଞ୍ଚିବେ, ସବୁଦିନ ଯେଉଁଟା କାମ ପାଇପାରିବେ ଏବଂ ତାଙ୍କ ଭବିଷ୍ୟତ ଉଜ୍ଜଳ ହୋଇପାରିବ, ଅର୍ଥକାରୀ ଫସଲ ସଦୃଶ ସେଇଟା ଯଦି ଆମେ ଚାଷ ଲୋକଙ୍କୁ ଯଦି ସୁବିଧା କରିଥାନ୍ତୁ, ତାହେଲେ ଲୋକମାନଙ୍କର ଅଭାବ ରହିନଥାନ୍ତା ଏବଂ ଆପଣଙ୍କର ଅର୍ଥନୈତିକ ମାନଦଣ୍ଡ ବୃଦ୍ଧି ପାଇଥାନ୍ତା ଏବଂ ଜଙ୍ଗଲ ବି ଜଙ୍ଗଲ ସୁରକ୍ଷା ରହିଥାନ୍ତା। କିନ୍ତୁ ତାହା ବି କରୁନାହାନ୍ତି। ବର୍ତ୍ତମାନ ଯେଉଁ ଜଙ୍ଗଲ ଅଛି ତାହା ମଧ୍ୟ କିଛି ଆଦିବାସୀ ଲୋକ ଯାହାର ଜମି ହରା ଲୋକମାନେ ଯାହାର ଜମି ବାଡ଼ି ନାହିଁ, ସେ ପୋଡ଼ୁ ଚାଷ କରିବା ପାଇଁ ଛାଡ଼ୁନାହାନ୍ତି ଏବଂ ଅନେକ ଜଙ୍ଗଲକୁ ସଫା କରିସାରିଲେଣି, ନିଆଁ ଲଗାଇ ଦେଉଛନ୍ତି, ନଷ୍ଟ କରିସାରିଲେଣି। ସେ ଜାଗାରେ ଯଦି ଆମେ କଫି ଗଛ ବା ଫଳ ଗଛ ଯଦି ଲଗାଇଥାନ୍ତୁ, ତାହେଲେ ସେ ଜଙ୍ଗଲ ସୃଷ୍ଟି ହେଇଥାନ୍ତା, ଜଙ୍ଗଲ ରକ୍ଷା ହେଇଥାନ୍ତା, ଆଉ କେହି ମଧ୍ୟ ଗଛ ମାରିନଥାନ୍ତେ। ତେଣୁ ମୁଖ୍ୟତଃ ଆମର କୋରାପୁଟ ସବ୍ ଡିଭିଜନରେ ଏଇଠି କଫି ଚାଷ ନିହାତି ଦରକାର ପଡ଼ୁଛି ଏବଂ ଅତି ସୁନ୍ଦର ଜାଗା, ବହୁତ ଭଲ କ୍ଲାଇମେଟ୍ ଏ ଜାଗାରେ ହେଇପାରିବ, ଯାହାକି ଆର୍କୁ ଭ୍ୟାଲିରେ ଯାହା ହେଇଛି ବା ପାଣିର ଜିଲ୍ଲା କୋରାପୁଟ ସବ୍ ଡିଭିଜନ ଗୋଟିଏ ପ୍ରକାର ମାନେ ବାୟୁମଣ୍ଡଳ ମାନେ ଇଏ ଅଛି ଆପଣଙ୍କ କ'ଣ ସେଟା କହିବେ, କ୍ଲାଇମେଟ୍ଟା ଗୋଟେ ପ୍ରକାର, ଉଚ୍ଚତା ବି ସମାନ। ଏ ଦୃଷ୍ଟିରୁ ଏଇଟା ହେବା କଥା, କିନ୍ତୁ ତେବେ ଯାଇ ଏଇଠର ଆଦିବାସୀ ଲୋକମାନଙ୍କ ବିକାଶ ହେଇପାରିବ ଏବଂ ସବୁବେଳେ କାମ ପାଇପାରିବେ। ଆପଣଙ୍କର ଜୀବନର ସବୁଠାରୁ ସ୍ମରଣୀୟ ଅନୁଭବ କ'ଣ ଥିଲା? ଜୀବନର ସବୁଠାରୁ ବଡ଼ ଅନୁଭବ ହେଲା ଯେ ମୋ ପୂର୍ବପୁରୁଷମାନେ ଜଙ୍ଗଲରେ ରହୁଥିଲେ ଏବଂ ସେଇଠି ଯାହାକି କହୁଛନ୍ତି ଜାକେରି ପେନୁ ବା ନିଶାଣୀ ମୁଣ୍ଡା ଏସବୁ ପୂଜା କରୁଥିଲେ ଏବଂ ଆମେ ମଧ୍ୟ ପିଲାବେଳେ ପୂଜା କରୁଥିଲୁ ବାପା ମା'ମାନଙ୍କ ସହିତ। ମୁଁ ଏଇଠି ଗୋଟେ ଆପଣମାନଙ୍କୁ ବଡ଼ ଜିନିଷଟା ଆପଣମାନଙ୍କୁ କହିବି, ଯାହାକି ମୋ ଜୀବନରେ ମୁଁ ମୋ ପୂର୍ବପୁରୁଷମାନେ ଜଙ୍ଗଲ ଭିତରେ କେମିତି ରହୁଥିଲେ, କାହା ଭରସାରେ ରହୁଥିଲେ, କାହା ଦୟାରେ ରହୁଥିଲେ, ମୁଁ ସେଇଟା ଟିକେ ଆପଣମାନଙ୍କୁ ସୂଚନା ଦେବି। ମୋର ବୟସ ଯେତେବେଳେ 14 ବର୍ଷ, ମୁଁ ସେତେବେଳକୁ
ପଞ୍ଚମ ଶ୍ରେଣୀ ପାଠ ପଢ଼ୁଥିଲି। ଯେହେତୁ ମୋ ଗାଁରେ ସ୍କୁଲ ତ ମୋ ବାପା ବିଧାୟକ ଏକଷଠି ହେଲେ, ତାପରେ ମୁଁ ପାଠ ଆରମ୍ଭ କଲି। ଯଦି ମୋ ବାପା ବିଧାୟକ ହେଇନଥାନ୍ତେ ନା, ମୋ ଗାଁ ସ୍କୁଲ ହେଇନଥାନ୍ତେ ନା, ମୁଁ ପାଠ ପଢ଼ି ଆଜି ଏ ଜାଗାକୁ ଆସିପାରିନାହାନ୍ତି କି ଜୟରାମ ପାଙ୍ଗି କିଏ ବୋଲି ଜାଣିବି ନଥାନ୍ତେ। ତେଣୁ ସେତେବେଳେ ମାତ୍ର କୋଟିଆ ପଞ୍ଚାୟତ ଗୋଟିଏ ସ୍କୁଲ ଥିଲା ଆମ ପୁରିଆରେ। ପଞ୍ଚାୟତ ଗୋଟିଏ ସ୍କୁଲ ଥିଲା। ମୁଁ ଯେତେବେଳେ ବିଧାୟକ ହେଲି ସେତେବେଳକୁ ଦୁଇଟା ସ୍କୁଲ ହେଲା। ତାପରେ ମୁଁ ଯେତେବେଳେ ମନ୍ତ୍ରୀ ହେଲା ପରେ ସବୁ ଗାଁକୁ ସ୍କୁଲ ତିଆରି କରାହେଲା। ତ ସେଇ ସମୟରେ 1964 ମସିହା ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିଲି। ସେତେବେଳେ ମୁଁ ପଟ୍ଟାଙ୍ଗୀ ଠାରୁ ମୋ ଗାଁକୁ ଯାଉଥିଲି ଚାଲି 2-3 ପାହାଡ଼ ଡେଇଁକି ଯିବାକୁ ପଡ଼େ। 3ଟି ପାହାଡ଼ ଡେଇଁଲେ ତୁଳିଆ ଗାଁକୁ ଯାଇପାରୁଥିଲି। ସେଠି ଆମ ପୂର୍ବପୁରୁଷମାନେ ଜଙ୍ଗଲ ଭିତରେ ଥିଲା ଗୋଟେ ବନଦେବୀ ବୋଲି ପୂଜା କରୁଥିଲେ। ସେ ବନଦେବୀ ଆମର ପଟ୍ଟାଙ୍ଗୀ ଏବଂ ତୁରିଆଠୁ ମଝି ଜାଗାରେ ଅଛି, ଯାହାକି ଏବେ ନାଲକୋ କାରଖାନା ମାଇନିଂ ପାଇଁ ନେଉଛି। ସେ ତା ତଳେ ହେଉଛି ସେ ଜାଗା ମେଣେଇ ଗୁନ୍ଦି ବୋଲି ଗୋଟେ ଗାଁ। ସେ ଗାଁ ଲୋକ ପୂଜା କରୁଥିଲେ। ଏବଂ ଏପଟେ ଯେତେ ଆପଣ କୋଟିଆ ପଞ୍ଚାୟତର ଲୋକ ବା କାଣ୍ଟି ପଞ୍ଚାୟତର ଲୋକ ଏପଟେ ଯେତେ ଯାଉଥିଲେ ପଟ୍ଟାଙ୍ଗୀ, ସେ ଜାଗାରେ ତାଙ୍କୁ ଦର୍ଶନ କଲେ ଏବଂ ପୂଜା କରିକି ଯାଉଥିଲେ। ପ୍ରତିବର୍ଷ ପୂଜା ବି ହେଉଥିଲା। ସେ ଜାଗାରେ ମୁଁ ଯେତେବେଳେ ପହଞ୍ଚିଲି ସନ୍ଧ୍ୟା 5ଟାରୁ ଗଲି 6ଟା ପାଖାପାଖି ହେବ ସନ୍ଧ୍ୟା, ମୁଁ ଏକୁଟିଆ ସୁନାବେଳାରୁ ବିଜୟନଗର ବସ୍ରେ ଚଢ଼ିଲି ଏବଂ ସନ୍ଧ୍ୟା 5ଟାରେ ପଟ୍ଟାଙ୍ଗୀରେ ପହଞ୍ଚିଲି। ସେଠୁ ଚାଲି ଯାଉଛି। ସେତେବେଳେ ମୋତେ ମୋ ବିଧାୟକ ମୋ ବାପା ସେତେବେଳେ MLA ଥାନ୍ତି। ମୋତେ ପଟ୍ଟାଙ୍ଗୀ ଲୋକ ବହୁତ ମନା କଲେ, ଛୋଟ ପିଲା ତୁ ଜଙ୍ଗଲ ଭିତରେ କାହିଁ ଯାଉଛୁ, ଯା ନା ବୋଲି ବହୁତ ମନା କଲେ। ତଥାପି ମୋର ମାଆଙ୍କ ଦେହ ଅସୁସ୍ଥ ଶୁଣି ମୁଁ ସେଠୁ ସେ ରାସ୍ତାରେ ଗଲି। ଯିବା ଭିତରେ ସେଇ ଯେଉଁ ଜାଗାରେ ଲୋକ ପୂଜା କରୁଥିଲେ ବନଦେବୀ ବୋଲି, ସେ ଜାଗାରେ ଯେତେବେଳେ ମୁଁ ମୁଣ୍ଡିଆ ମାରିଲି, ସେଇ ସମୟରେ ମହାବଳ ବାଘଟିଏ ମୋ ସାମ୍ନାରେ ଠିଆ ହେଇଗଲା। ମାନେ ଯେଉଁ ବାଘ କି ବର୍ତ୍ତମାନ ବହୁତ ଇଣ୍ଡିଆର ବହୁତ ଜାଗାରେ ମୁଁ ଚିଡ଼ିଆଖାନା ଯାଇଛି, ନନ୍ଦନକାନନ ଦେଖିଛି, କିନ୍ତୁ ସେ ବାଘ ଆଜି ପର୍ଯ୍ୟନ୍ତ ଦେଖିପାରୁନି। ମାନେ ଗୋଟେ ଷଣ୍ଢ ଏତିକି ବାଘ, ବହୁତ ବଡ଼ ମୁଣ୍ଡ। ମୁଁ ଯେତେବେଳେ ଦର୍ଶନ ମୁଣ୍ଡିଆ ମାରି ସେଇ ସମୟରେ ହଠାତ୍ରେ ବାଘ ସେ ଠିଆ ହେଇଗଲା। ମୁଁ ସେଠୁ ବହୁତ ଭୟ କରିଗଲି ଏବଂ ମୋର ଆଉ ସେତେବେଳକୁ ହୋସ ନଥାଏ। ମୁଁ ପୁରା ବସି ପଡ଼ିଲି ଦେଖିକିରି। ତାପରେ ମନେ ମନେ ସେଠୁ କହିଲି, ଯଦି ମୋ ପ୍ରକୃତ ମୋର ମା ହେଇଥିବେ ତାହେଲେ ମୋତେ ଦେଖିବା ପାଇଁ ସୁଯୋଗ ଦିଅ, ଆଉ ଯଦି ମୋର ମା ହେଇନଥିବ ଆପଣ ମୋତେ ଖାଇଲେ ଖାଇଦିଅନ୍ତୁ। ଏମିତି କହିକି ଯେତେବେଳେ ତାଙ୍କୁ ଦର୍ଶନ କରି ମୁଣ୍ଡିଆ ମାରିଲି ମୋତେ ବାଟ ଛାଡ଼ିବା ପାଇଁ, ସେଠୁ ସେଇ ବାଘ ପଛକୁ ମୁହଁ କଲା ଏବଂ ସେ ଆଗେ ଚାଲିଲେ, ମୁଁ ପଛେ ଚାଲିଲି। ସେଠୁ 1 କିଲୋମିଟର ଗଲା ପରେ ଗୋଟେ ଆମ୍ବ ଗଛ ଥାଏ, ସେ ଆମ୍ବ ଗଛ ତଳେ ଭାଲୁଟେ ଥିଲା। ସେ ଭାଲୁ ଏ ବାଘକୁ ଦେଖି ଧାଇଁଲା। ଭାଲୁ ଯେତେବେଳେ ଧାଇଁ ପଳାଇଲା, ସେତେବେଳେ ମୁଁ ଜାଣିଲି ଯେ ଏ ବାଘ ନୁହେଁ, କିଛି କାହାର ଦେବୀ ହେଇଥିବେ, ସେଥିପାଇଁ ଆମ ଲୋକ ପୂଜା କରୁଛନ୍ତି। ତ ବାଘ ଯଦି ହେଇଥାନ୍ତା ତାହେଲେ ମୋତେ ଏତେ ଦୂରକୁ ଆଣିନଥାନ୍ତା। ତେଣୁ ଏ ଭାଲୁ ଯେତେବେଳେ ଦେଖିଲି ବାଘକୁ ଭାଲୁ ଚାଲିଗଲା, ତାହେଲେ ଭାଲୁ କାଳେ ଖାଇଦେବ ବୋଲି ସେ ମୋତେ ଏଠି ଛାଡ଼ିବାକୁ ଆସିଲା। ତା'ମାନେ ଇଏ ଦେବୀ ହେଇଥିବେ, ଇଏ ସେଠୁ ମୋର ମନରେ ଆସିଲା ଏବଂ ସେଥିପାଇଁ ସେତେବେଳେ ଠାରୁ ମୁଁ ସେ ବାଘ ବୋଲି ଭାବୁନି, ତାଙ୍କ ବିଲକୁଲ ଭୟ ଛାଡ଼ି ଯାଇଥିଲା। ଏବଂ ବାଘ ସହିତ ମୁଁ ପୁରା ଗୋଟେ ସାଙ୍ଗ ହେଲା ପରି ହେଇଛି। ସେଠୁ ଫେର୍ ପୁଣି ମୋତେ ଗୋଟେ ଆହୁରି 1/2 କିଲୋମିଟର କ'ଣ ଚାଲିଲି। 1/2 କିଲୋମିଟର ଚାଲିଲା ପରେ ବାଘ ଆଉ ସେଠୁକୁ ଆଉ ସେ ତଳକୁ ଆଉ ଗଲାନି। ସେଇଟା ବୋଧେ ସନ୍ଧି ତାଙ୍କର। ସେଇଠି ସେ ବାଘ ଗୋଟେ ପଥର ଉପରେ ବସି ରହିଲା। ଆଉ ସେ ଯେତେ ମୁଁ ଅନୁରୋଧ କଲେ ବି ସେ ଆଉ ମୋ ସାଙ୍ଗେ ଗଲେନି। ଏବଂ ସେଇଠି ପ୍ରାୟ ପାଖାପାଖି ମୁଁ 15 ମିନିଟ୍ ସାଙ୍ଗରେ ବସିଛି। ମୁଁ ବହୁତ ଅନୁରୋଧ କଲି ଯେ ଏତେ ଦୂର ଛାଡ଼ିଲଣି, ଆହୁରି ଅଧା ରାସ୍ତା ହେଉଛି ମୋତେ ଛାଡ଼ିବା ପାଇଁ। କେତେ ରିକ୍ୱେଷ୍ଟ କଲି, ଅନୁରୋଧ କଲେ ବି ସେ ବାଘ ଆଉ ଶୁଣିଲାନି। ତାପରେ ମୁଣ୍ଡ ହଲେଇଲା ଏମିତି, ଯା ବୋଲି, ମୁଁ ଯିବିନି, ତୁ ଯା ବୋଲି ଏମିତି ମଣିଷ ମୁଣ୍ଡ ହଲେଇଲା ଭଳିଆ ସେ ମୋତେ ଦେଖେଇଲା ପରେ ମୁଁ ସେଠୁ ବାହାରିକି ତଳକୁ ଘାଟି ତଳକୁ ଓହ୍ଲେଇ ଯେତେବେଳେ ଗଲି, ତାପରେ ସେଠି 2ଟା ଜାଗାରେ ପୁଣି ଅଘଟଣାଟା ଦେଖିଲି। ସେଠୁ ଗୋଟେ ଆସିଲେ ପ୍ରଥମେ ମୋର ସାଙ୍ଗ ଜଣେ ସାଙ୍ଗରେ ପଢ଼ୁଥିଲା ପିଲା ଜଣେ ସଲପ କାଟୁଥିଲା। ସେ ପିଲା ତାର 15-20 ଦିନ ସେ ଜାଗାରୁ ସେ ସଲପ ଗଛ ପଡ଼ି ମରିଯାଇଛି। ସେ ଜାଗାରେ ବସିଲା ପରେ ସେଠୁ ଏମିତି ଗୋଟେ ସାଉଣ୍ଡ ଆସିଲା, କିଛି ନାହିଁ ସେଠି, ମାତ୍ର ଭୂତ ବୋଲି କହିବେ, ସେ ଡୁମା କ'ଣ କୁହନ୍ତି, ଏମିତି ଗୋଟେ ଆସିଲା। ସେଠି ମୁଁ ଟିକେ ଭୟଭୀତ ହୋଇଗଲି ଏବଂ ଯେତେବେଳେ ମାଆଙ୍କୁ ସ୍ମରଣ କଲି, ସାଙ୍ଗେ ସେ ରଡ଼ି ମାରିଲେ। ପ୍ରଥମ ରଡ଼ି, ଦ୍ୱିତୀୟ ରଡ଼ି ଝଲା ଭିତରେ ପଶିଲି। ଦ୍ୱିତୀୟ ରଡ଼ି ଭୟ ଯେତେବେଳେ ଆସିଲା ମାଆଙ୍କୁ ଡାକୁଥିଲି, ସେତେବେଳେ ଅଟୋମେଟିକ୍ ଶକ୍ତି ପାଇଯାଉଥିଲି। ତାପରେ ଆସିଲି ଏ ଜାଗାରେ ଡୁମା ଯେତେବେଳେ ଦେଖିଲି ସର୍ବ ଗଛ ପାଖରେ,
ସେତେବେଳେ ମଧ୍ୟ ମୁଁ ପାଟି ବନ୍ଦ ହେଇଗଲା ହେଇକି ପାଟି କରିପାରିଲିନି। ଯେତେବେଳେ ମା ପାଟିରୁ ଆସିଲା ସାଙ୍ଗେ ସେଇଠି ସେ ଗୋଟେ ଜାଗାରେ ବସିକି ରଡ଼ି କଲେ ଏବଂ ତାପରେ ଆସିଲି ଗାଁ ମୁଣ୍ଡରେ ଆସିଲା ଗୋଟେ ଭୂତ, ରାସ୍ତା ଉପରେ ଭୂତ ବସିଛି, ଧଳା ଲୋକ ପିନ୍ଧି ଲୋକ ସବୁ ଶୋଇ ପଡ଼ିଛନ୍ତି। ସେତେବେଳକୁ ମୁଁ କହିଲି ଆରେ ମୋ ଗାଁ ଲୋକ ତୁ ମୋତେ କାହିଁ ଡରେଇ ବସୁଛୁ, ଛାଡ଼ ରାସ୍ତା ପାଟି କରି କହିଲା ପରେ ସେଠୁ ସେ ମାୟା ହେଇଗଲେ। ତାପରେ ମୁଁ ସେଠୁ ଛାଡ଼ି ତ ଗାଁ ଭିତରେ ଯେତେବେଳେ ପ୍ରବେଶ ପଛଆଡ଼େ ଦେଖିଲି ଯେ ବିରାଟ ଉଚ୍ଚାରେ ଗୋଟେ ଛାଇଟା ମୋ ପଛ ଦେଇକି ଆସୁଛି। ଏସବୁ ଘଟଣା ଗୋଟେ ଦିନ ଏତିକି ସବୁ ଘଟଣା ପାଇଛି। ତାପରେ ମୁଁ ସେଠି ଘରେ ପହଞ୍ଚିଲା ପରେ ମା ଦେଖି ବିବ୍ରତ ହେଇଗଲେ ଏବଂ ସେନ୍ସଲେସ୍ ହେଇଗଲେ, ଅଚେତ ହୋଇ ପଡ଼ିଲେ, କେମିତି ରାତିରେ ଆସିଲେ। ତାପରେ ଗାଁ ଲୋକ ଉଠିଲେ, ସବୁ ଭାଇମାନେ ଉଠିକି ସବୁ ଦେଖିଲେ ଏମିତି ହେଲା। ସେତେବେଳକୁ ଯେତେବେଳେ ବୁଢ଼ା ଯାକ ଥିଲେ ସେ ସମସ୍ତେ ସେଇ ସମୟରେ ଦିନରେ ମଧ୍ୟ ଆମେ ଜଣେ ଦୁଇ ଜଣ ଦିନରେ ମଧ୍ୟ ଯାଇପାରନ୍ତି ନାହିଁ, ଏତେ ଜଙ୍ଗଲ। ତ ଏତେ ଜାଗାରେ ଆସିଲି, କିଛି ମୁଁ ଦେଖିନି, ରାସ୍ତାରେ କୌଣସି ଅଘଟଣା ଘଟିନି କି କୌଣସି ଜନ୍ତୁ ଦେଖିନି। ଏବଂ ଯେଉଁ 3 ଥର ରଡ଼ି କରିଛେ, 3 ଥର ଆମେ ତୁରିଆ କଞ୍ଜୁଗୁଡ଼ା ଟାଉପଦର ଲୋକ ଏ ସାଉଣ୍ଡ ଭଳିଆ କେବେ ବାଘର ସାଉଣ୍ଡ ଶୁଣିନଥିଲେ, ଏତେ ବୋବେଇବାଟା ଦେଖିକି ଶୁଣିନଥିଲେ। ଯେଟା ପ୍ରଥମ ପୁଣି ଏତେ ବଡ଼ ସାଉଣ୍ଡରେ ସେ ବାଘ ଶୋଇଥିବା ଲୋକ ସବୁ ଜାଣିପାରିଲେ, ଏତେ ରଡ଼ି କରିଥିଲେ। ତେଣୁ ସେଇଟା ସେଇଦିନ ମୋତେ ଆମର ଯେଉଁମାନେ ବୁଢ଼ାମାନେ ଯେତେ ଥିଲେ, ଅଜାମାନେ, ଏବଂ ସବୁ ମୋତେ ଗୋଟେ ଆଶୀର୍ବାଦ ଦେଇଥିଲେ ଯେ ତୁ ଜଣେ ପଟ୍ଟାଙ୍ଗୀଠୁ ତୁରିଆ ଏତେ ଜଙ୍ଗଲରେ ପୁଣି ରାତି ସମୟରେ ଏମିତି ଅନ୍ଧାରରେ ତୁ ଆସି ପହଞ୍ଚିଲୁ, ଜଣେ ଲୋକ, ଏବଂ ଏହି ପ୍ରକାର ସବୁ ଯଦି ଦେଖିପାରିଲୁ ତାହେଲେ ତୋର ଏଇଟା ଆଶୀର୍ବାଦ ପାଇଲୁ ମାଆଙ୍କ ତରଫରୁ। ଏଇଟା ତୁ ଆଗକୁ ବହୁତ କିଛି ଉପରକୁ ଯିବୁ ଏବଂ ଆମର ଇଜ୍ଜତ ମାନ ସମ୍ମାନ, ତୁରିଆ ଗାଁର ଇଜ୍ଜତ ମାନ ସମ୍ମାନ ରଖିବୁ। ଏଇଟା ଆମର ଆଶୀର୍ବାଦ ରହିଲା। ଏଇଟା ତ ମା ତ ଆଶୀର୍ବାଦ ଦେଇଛନ୍ତି, ମା ଦୁର୍ଗା ତୁମକୁ ଆଶୀର୍ବାଦ ଦେଇଛନ୍ତି। ତେଣୁ ତୁ ମାଆଙ୍କୁ କେବେ ଭୁଲିବୁନି ଏବଂ ମା ଦୁର୍ଗା ପୂଜା ତୁ କରିବୁ ଏବଂ ମାଆଙ୍କୁ ପାଇଁ ଆଜି ତୁ ବଞ୍ଚିକି ଆସିଛୁ। ତେଣୁକରି ଆମେ ମଧ୍ୟ ଆଶୀର୍ବାଦ ଦେଉଛୁ, ତୁ ତୋ ଭବିଷ୍ୟତ ଉଜ୍ଜଳ। ଏଇ ଆଶୀର୍ବାଦ ମୁଁ ପାଇଥିଲି ପଞ୍ଚମ ଶ୍ରେଣୀ ପାଠ ପଢ଼ିବା। ପୁଣି ଥରେ ରାଜନୀତିକୁ ଫେରିବାର ଯୋଜନା କ'ଣ ଅଛି କି? ଫେରିବା କଥା କହିଲେ ମୁଁ ବର୍ତ୍ତମାନ ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ମୁଁ କୌଣସି ଦଳକୁ ଯିବି ନାହିଁ କି ରାଜନୀତି କରିବି ନାହିଁ। ମୁଁ କେବଳ ଦଣ୍ଡକାଣ୍ଡ ରାଜ୍ୟ ତିଆରି କରିବା ପାଇଁ ସଂଗଠନ କରୁଛି ଏବଂ ଏଟାକୁ ଆମେ 6ଟା ଜିଲ୍ଲାକୁ ଫୁଲ୍ ସଂଗଠନ କରି ଆଗାମୀ ଦିନରେ କେମିତି ରାଜ୍ୟ ତିଆରି କରିବା, 2030 ସୁଦ୍ଧା ଦଣ୍ଡକାଣ୍ଡ ରାଜ୍ୟ କରିବା ଉଦ୍ଦେଶ୍ୟରେ ମୁଁ ଅଛି। ଏବଂ ଯେକୌଣସି ପ୍ରକାର କଳେ ବଳେ କୌଶଳ ମଧ୍ୟ ଆମେ ସ୍ୱତନ୍ତ୍ର ରାଜ୍ୟ କରିବାକୁ ହିଁ ପଡ଼ିବ, ନହେଲେ ଆମ ଅବ୍ୟକ୍ତ କୋରାପୁଟ ଜିଲ୍ଲାର ଭବିଷ୍ୟତ ନାହିଁ। ଯୁବକମାନଙ୍କର ଯେଉଁ ପିଲା ଆଜି ପାଠ ପଢ଼ୁଛନ୍ତି, ଆମେ ଆଶ୍ରମ ସ୍କୁଲରେ ପ୍ରଥମଠୁ ହଉ ବା କଲେଜରେ ପଢ଼ୁଛନ୍ତି, ଭବିଷ୍ୟତ ପାଇଁ ଏମାନଙ୍କ ପାଇଁ ନିହାତି କରିବାକୁ ପଡ଼ିବ। ଯେହେତୁ କି ମୁଁ ଅବ୍ୟକ୍ତ କୋରାପୁଟ ଜିଲ୍ଲାର ରାଜନୀତି ସଭାପତି ଥିଲି, ରାଜନୈତିକ ଦଳର ସଭାପତି ଥିଲି, ଅବ୍ୟକ୍ତ କୋରାପୁଟ ଜିଲ୍ଲା 42ଟା ବ୍ଲକରେ ବୁଲୁଥିଲି, ଅବ୍ୟକ୍ତ କୋରାପୁଟର ସବୁ ବ୍ଲକର ସମସ୍ୟା ଜାଣିଛି ଏବଂ ଆମ ସବୁ ଜାତିର ସବୁ ଲୋକମାନଙ୍କର ସମସ୍ୟା ଏବଂ ସବୁ ଜାତିର ଲୋକମାନଙ୍କର ଆଚାର ବ୍ୟବହାର, ଚାଲିଚଳନ, ତାଙ୍କର ବଞ୍ଚିବା ଖାଇବାଠୁ ସବୁ କଥା ମୁଁ ଯେତେବେଳେ ଜାଣିଛି, ମୁଁ ଏସବୁକୁ ଆଖି ଆଗେ ରଖିକରି ଆମେ ସ୍ୱତନ୍ତ୍ର ରାଜ୍ୟ କରିବା। ଯେହେତୁ ଆନ୍ଧ୍ରାର 2ଟା ଜିଲ୍ଲା ଏବଂ ଆମର 4ଟା ଜିଲ୍ଲା ଏକା ପ୍ରକାର ରୀତିନୀତି, ପର୍ବପର୍ବାଣୀ, ଚାଲିଚଳନ, ବେଶଭୂଷା ପ୍ରାୟ ସମାନ। ସେମାନେ କେବଳ ତେଲୁଗୁ କହୁଛନ୍ତି, ନିଜ ଭାଷା ସହିତ ତେଲୁଗୁ କହୁଛନ୍ତି, ଆମେ ମଧ୍ୟ ନିଜ ଭାଷା ସହିତ ଓଡ଼ିଆ କହୁଛୁ। ଡିଫରେନ୍ସ ଏତିକି। ତେଣୁ ଇଏ ସ୍ୱତନ୍ତ୍ର 6ଟା ଜିଲ୍ଲା ଯଦି ଆମେ ଏକ ହେଇକି ଯଦି ଲାଗିବା ତାହେଲେ ଆମେ ସ୍ୱତନ୍ତ୍ର ରାଜ୍ୟ ହେବ। ଅବ୍ୟକ୍ତ କୋରାପୁଟ ବାସୀଙ୍କ ପାଇଁ କ'ଣ ଆପଣଙ୍କର ବାର୍ତ୍ତା ରହିଛି, ଆପଣ କୁହନ୍ତୁ। ଅବ୍ୟକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ମୋର ଗୋଟିଏ ଅନୁରୋଧ ଏବଂ ମୋର ବାର୍ତ୍ତା ଏହା ଯେ ଆମେ ସ୍ୱତନ୍ତ୍ର ରାଜ୍ୟ କରିବା। ସେଥିପାଇଁ ଦଣ୍ଡକାରଣ ପର୍ବତମାଳା ବିକାଶ ପରିଷଦ ବା DPPP ଆମେ ଗଠନ କରିଛୁ। ତାହିଁରେ ସମସ୍ତେ ସାମିଲ ହୁଅନ୍ତୁ। ସମସ୍ତେ ଆମର ମେମ୍ବରସିପ୍ ଆସନ୍ତା ମାସରୁ ଡ୍ରାଇଭ୍ କରାହେବ, ସଂଗ୍ରହ ଅଭିଯାନ ଆରମ୍ଭ ହେବ ଏବଂ ଆମ ପ୍ରାଥମିକ ସଦସ୍ୟ ଗ୍ରହଣ କରିବା ପାଇଁ ଆରମ୍ଭ କରିବୁ। ସେତେବେଳେ ଅବ୍ୟକ୍ତ କୋରାପୁଟ ମୁଖ୍ୟତଃ ଯେତେ ଯୁବକ ଯୁବତୀ, ବେକାର ଯୁବକ ଯୁବତୀ ରହିଛନ୍ତି ସେମାନେ ସମସ୍ତେ ସହଯୋଗ କରନ୍ତୁ ଏବଂ ତାଙ୍କ ଦ୍ୱାରା ହିଁ ରାଜ୍ୟ ତିଆରି ହୋଇପାରିବ, ନୂତନ ରାଜ୍ୟ ହୋଇପାରିବ। ତେଣୁ ଆଗାମୀ ଭବିଷ୍ୟତ ଯଦି ଚାହୁଁଛ, ଭବିଷ୍ୟତ ଭଲ ହେବା ଚାହୁଁଛ ଏବଂ ସ୍ୱତନ୍ତ୍ର ଆମ ନିଜସ୍ୱ ଇଚ୍ଛାରେ ଶାସନ କରିବା ଚାହୁଁଛ, ଆମେ ଆମର ଜଳ ଜମି ଜଙ୍ଗଲକୁ ରକ୍ଷା କରିବା ଚାହୁଁଛ, ତାହେଲେ ସମସ୍ତେ ଏକ ହୁଅ ଏବଂ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବା ପାଇଁ ଦଣ୍ଡକାଣ୍ଡ ପର୍ବତମାଳା ବିକାଶ ପରିଷଦ ବା DPPକୁ ଶକ୍ତିଶାଳୀ କରିବା। ଏଥିପାଇଁ ମୁଁ ସମସ୍ତ ଅବ୍ୟକ୍ତ କୋରାପୁଟ ଜିଲ୍ଲାର ଯୁବକ ଯୁବତୀମାନଙ୍କୁ ସମସ୍ତଙ୍କୁ ନିବେଦନ କରୁଛି ଏବଂ ତୁମ ନିଜର ଭବିଷ୍ୟତ ପାଇଁ ଏହା ହିଁ ଏକମାତ୍ର ରାସ୍ତା
ଭବିଷ୍ୟତ ପାଇଁ ଏହାକୁ ଆପଣମାନେ ସମର୍ଥନ କରନ୍ତୁ ଏବଂ ସହଯୋଗ କରନ୍ତୁ ଏବଂ ସମସ୍ତେ ଏହାକୁ ଏକତା ସୃଷ୍ଟି କରିବା ପାଇଁ ସଚେତନତା ଲୋକଙ୍କ ପାଖରେ ସଚେତନ ସୃଷ୍ଟି କରନ୍ତୁ। ତେବେ ଆଗାମୀ ଭବିଷ୍ୟତରେ ଆପଣମାନଙ୍କର ଉନ୍ନତି ହୋଇପାରିବ, ବିକାଶ ହୋଇପାରିବ। ତ ମୁଁ ଭାବିନଥିଲି ଯେ ଏତେ ସବୁ କାମ କରିଛନ୍ତି ବୋଲିକି, ମାନେ ଶୁଣିଦେଲାରୁ ମୋର ମୁଣ୍ଡ ପୁରା ହ୍ୟାଙ୍ଗ ହେଇଗଲାଣି। ତ ଆଜ୍ଞାଙ୍କୁ ମଧ୍ୟ ଧନ୍ୟବାଦ ଦେବାକୁ ଚାହୁଁଛି, ଆଉ ବହୁତ ଟାଇମ୍ ଦେଲେ। ଆଉ ଆଜ୍ଞାଙ୍କର ଭିଉଅର୍ସ ମାନେ ଯଦି ଦେଖୁଛନ୍ତି ବୋଲେ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ, ଆଉ ଭଲ ଲାଗିଥିଲେ ଭଲ କମେଣ୍ଟ ଗୋଟେ କରନ୍ତୁ। ଆଉ ଆଜି ଭିଡ଼ିଓ ଏଠି ଶେଷ କରିବା, ଆଉ ନେକ୍ସଟ ଭିଡ଼ିଓ ଦେଖାବା। ସବୁକେ ଆମର କୋରାପୁଟିଆ ଜୁହାର।